ଅନୁଭବରେ ସେ ପ୍ରାର୍ଥନା କରୁଛନ୍ତି, ଯାହାଦ୍ୱାରା କି ଭଗବାନ ତାଙ୍କୁ ତାଙ୍କର ଦିବ୍ୟ ରୂପ ଦର୍ଶନ କରିବେ। ଯେମିତି ଅର୍ଜୁନ ବି ପ୍ରାର୍ଥନା କରିଥିଲା ଭଗବାନ କି ଆପଣ ଯୋଉ କହିଲେ ସବୁ କିଛି ମୋ ଠାରୁ ଆସୁଛି, ତ ଆପଣ ସେ ରୂପଟା ମତେ ଦେଖାନ୍ତୁ। ତ ଭଗବାନଙ୍କୁ ବିଶ୍ୱ ରୂପ ଦେଖେଇ, ତ ସେତେବେଳେ ଅର୍ଜୁନକୁ ଭଗବାନ କଣ ଦିବ୍ୟ ଦୃଷ୍ଟି ଦେଇଥିଲେ। ତଦାମି ତେ ଦିବ୍ୟ ଚକ୍ଷୁ, ହଁ ଦିବ୍ୟ ଦୃଷ୍ଟି ଦେଇଥିଲେ। ତ ସେଥିପାଇଁ ସେ ଦେଖିପାରିଥିଲେ। ତ ଏ ଗ୍ରନ୍ଥ ବିଭାଗ ବିଷୟରେ ଚର୍ଚ୍ଚା କଲେ, ଏଟା ବି ଆପଣଙ୍କୁ ପଠେଇଛି। ତାପରେ 1 ରୁ 3 ଭିତରେ ଆମେ ଦେଖିବା ମନ୍ତ୍ର ସତ୍ୟାଧିକାରିତା ଏବଂ ଭଗବାନଙ୍କର ନିୟମ। ସତ୍ୟ ଅଧିକାରିତା, ଭଗବାନ ହଉଛନ୍ତି ସବୁ କିଛିର। ତ 1 ରୁ 3 ଭିତରେ ଆମେ 1, 2 ବି ଚର୍ଚ୍ଚା କରିଥିଲେ ନା ନାଇଁ, ଆଉ 3 ନମ୍ବର ଶ୍ଲୋକଟା ଆମେ ଆଜି ଚର୍ଚ୍ଚା କରିବୁ। ତ 1, 2 ବିଷୟରେ ବି ଆହୁରି ଟିକେ କହିଦେବି। ଈଶାବାସମ୍ ଇଦಂ ସର୍ବମ୍ ୟତ୍ କିଞ୍ଚିତ୍ ଜଗତ୍ୟମ୍ ଜଗତ୍ୟା ତେନ ତ୍ୟକ୍ତେନ ଭୁଞ୍ଜିତା ମା ଗୃଧ କସ୍ୟସ୍ୟ ଧନ। ଈଶାବାସମ୍ ଇଦಂ ସର୍ବମ୍, ତ ଏଇଟାକୁ ଈଶାବାସ କନସେପ୍ଟ ବୋଲି କୁହାଯାଏ। ଈଶାବାସ କନସେପ୍ଟ କଣ କି ଯାହା କିଛି ଆମେ ଦେଖୁଛେ ତାର ମାଲିକ ହଉଛନ୍ତି ଭଗବାନ। ହଁ, କିନ୍ତୁ ଆମ ପାଇଁ ଯାହା କୋଟା ତିଆରି ହେଇଛି ସେଇଟାକୁ ହିଁ ଆମେ ସ୍ୱୀକାର କରିବୁ। ଅନ୍ୟର ବସ୍ତୁ, ଅନ୍ୟ ଯାହା କିଛି ବସ୍ତୁ ଅଛି ଭଗବାନ ସେଭଳି ସମସ୍ତଙ୍କ ପାଇଁ ତିଆରି କରିଛନ୍ତି, ସେହା ଜାଣି ଆମେ ଅନ୍ୟ ବସ୍ତୁକୁ ହଡପ କରିବା ନାହିଁ। ବାସ୍ତବରେ ସମସ୍ତଙ୍କ ପାଇଁ ସବୁ କିଛି ଭଗବାନ ସୁବିଧା କରିଛନ୍ତି, କିନ୍ତୁ ଜଣେ ଯେତେବେଳେ ଅଧିକ ନେଇଯାଉଛି ଅନ୍ୟ ଜଣେ କଣ ହଉଛି ସେଟା ପ୍ରାପ୍ତ କରିପାରେ। ତ ସେଇଟା ହେଲା ଈଶାବାସ୍ୟ କନସେପ୍ଟ। ଆଉ ତାର ଦ୍ଵିତୀୟ ଶ୍ଲୋକରେ କହୁଛନ୍ତି କୁର୍ବନ୍ ଏବ ଇହ କର୍ମାଣି ଜିଜି ବିଶେଷତମ୍ ସମା ଏବଂ ତ୍ୱୟି ନ ଅନ୍ୟଥା अस्ति ନ କର୍ମେ ଲିମ୍ପତେ ନର। କୁର୍ବନ୍ ଏବ ଇହ କର୍ମାଣି, ଯଦି ଏହିଭଳି ଭାବରେ ଜଣେ କେବଳ ଯେତିକ ଭଗବାନ ତାଙ୍କ ପାଇଁ ଦେଇଛନ୍ତି ସେତିକ ହିଁ ସ୍ୱୀକାର କରିବ, ଏଇଭଳି ଭାବରେ ଯଦି ଜଣେ କାର୍ଯ୍ୟ କରେ ତାହେଲେ ସେ 100 ବର୍ଷ ବଞ୍ଚିବ, ମାନେ ଯେତେ ବର୍ଷ ବଞ୍ଚିଲେ ମଧ୍ୟ କୌଣସି ପ୍ରକାର କର୍ମ ବନ୍ଧନ ତାଙ୍କୁ ଲାଗିବ ନାହିଁ। କିନ୍ତୁ ଯେତେବେଳେ ଆମେ ଅନ୍ୟର ବସ୍ତୁକୁ ହରଣ କରୁଛି, ସେତେବେଳେ ଆମକୁ କଣ ହଉଛି ନା ପାପ ହଉଛି ବା କର୍ମ ବନ୍ଧନ ଲାଗୁଛି। ତ ଏଇ କନସେପ୍ଟ ଏଥିରେ ବର୍ଣ୍ଣନା କରାଯାଇଛି। ଆର ବ୍ୟତୀତ ଅନ୍ୟ କିଛି ଉପାୟ ନାହିଁ। ତ ସେଥିରେ କର୍ମ କଣ, ଅକର୍ମ କଣ ଆଉ ବିକର୍ମ କଣ, ଏ ବିଷୟରେ ପ୍ରଭୁପାଦ ଲେଖିଛନ୍ତି। କର୍ମ ହେଲା ବେଦ ନିର୍ଦ୍ଧାରିତ କର୍ତ୍ତବ୍ୟ। ବେଦରେ ଯାହା ବର୍ଣ୍ଣ ଆଶ୍ରମ ଧର୍ମ ଅନୁସାରେ ଯାହାର ଯୋଉ କର୍ତ୍ତବ୍ୟ ଲେଖା ହେଇଛି ସେଟାକୁ ପାଳନ କରେ। ଆଉ ବେଦ ବିରୋଧ କାର୍ଯ୍ୟ, ଅର୍ଥାତ ବେଦ ନିଷିଦ୍ଧ କାର୍ଯ୍ୟ ଯଦି କରିବା ତାହେଲେ ସେଟା ଆସିଲା ବିକର୍ମ। ଆଉ ଅକର୍ମ ଭଗବତ କର୍ମ, ଯାହା ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି କରେ, ତାର କୌଣସି ପ୍ରକାର ରିଆକ୍ସନ ବା ବନ୍ଧନ ହୁଏନି। ଆଜି ଆମେ ଏଇ ଶ୍ଲୋକ ନମ୍ବର 3 ପାଠ କରିବୁ। କାଲି ଯୋଉ ସେତିକ ପାଠ କରିଥିଲେ ସେଥିରେ କାହାର କିଛି ଆଉ ଜିଜ୍ଞାସା ଅଛି? ପ୍ରେୟାର ଓମ୍ ପୂର୍ଣ୍ଣମଦଃ, ଆଉ ପ୍ରଥମ ଶ୍ଲୋକ ଈଶାବାସ କନସେପ୍ଟ, ଆଉ ଦ୍ଵିତୀୟ ଶ୍ଲୋକ ଏଇଭଳି ଭାବରେ 100 ବର୍ଷ ବଞ୍ଚିଲେ ଯଦି ମଧ୍ୟ କର୍ମବନ୍ଧନ ହୁଏ ନାହିଁ। ତ ଆଜି ତୃତୀୟ ଶ୍ଲୋକ ଆମେ ଦେଖିବା। ତୃତୀୟ ଶ୍ଲୋକ, ତ ତୃତୀୟ ଶ୍ଲୋକ ମଧ୍ୟ ଏଇ ପ୍ରକୃତିର ନିୟମ ବା ଭଗବାନଙ୍କର ସତ୍ୟ ଅଧିକାରିତା ଉପରେ। असुर्या नाम ते लोका अन्धेन तमसावृता तंस्ते प्रत्याभिगच्छन्ति ये केचात्माहना जनः। तो एक मंत्र 3 को द्वितीय मंत्र लिंक रहुଛି कौन कि भगवान कहले कि एभली नियम पालन कले कर्म बंधन हब, किंतु जदि जने से नियम पालन करिवो नाही, लिखा है ट्रेन रे कि स्मोकिंग प्रोहिबिटेड, इफ वन स्मोक्स, जदि जने सेठी धूम्रपान कला फाइन 500 और इम्प्रिजनमेंट अप टू 6 months कि लिखा हो कि एथारे नशापान करवा निषेध, किंतु जदि जने नशापान कर धराए ताहले ताकू कौन जोरिमाना देव आ जेल जीव ना नहीं। तो से भली जदि जने से नियम पालन करेनी, अन्यर वस्तु को हड़प करे, ताहले कौन तापाई दंड कौन, तार ए श्लोक कहूँ मंत्र 3। असुर्य नाम ते लोका
ସମସ୍ତେ ପ୍ରତ୍ୟାଭିକ ଅଛନ୍ତି ଏକ ଚାତ୍ମ ହନ ଜାତି ସେ ନିଶ୍ଚୟ ଅଜ୍ଞ ମାନଙ୍କ ପାଇଁ ଉଦ୍ଦିଷ୍ଟ ଲୋକରେ ପ୍ରବେଶ କରି। ତ ଏଇଠି କୁହାହେଲା ଯେ ଆତ୍ମଘାତୀ। ଆତ୍ମଘାତୀ କିଏ ଆମେ ପର୍ପଟରେ ଦେଖିବା ବହୁପାତ। ତ ଆମେ ଭାବୁଛେ ବେଳେ ବେଳେ ଲୋକ କହନ୍ତି ଆତ୍ମହତ୍ୟା କରିଦେବ। ବାସ୍ତବରେ ଆତ୍ମାର ମୃତ୍ୟୁ ନାହିଁ, କିନ୍ତୁ ଆତ୍ମହତ୍ୟା କଣ କଲା କି ଯୋଉ ଆତ୍ମାର ଯୋଉ ଉଦ୍ଦେଶ୍ୟ ଥିଲା ସେଟାକୁ ସେ କରିବା ପାଇଁ ଦେଲାନି। ଆତ୍ମାକୁ ଏ ଶରୀରଟା ଦିଆହେଇଛି ସେ ଗୋଟେ ସିଦ୍ଧି ପ୍ରାପ୍ତ କରିବା ପାଇଁ, ଭଗବତ ପ୍ରାପ୍ତି କରିବା। କିନ୍ତୁ ଏଇ ଶରୀରରେ ସେ ଭଗବତ ପ୍ରାପ୍ତି କରିବା ପାଇଁ ସେ ଚାନ୍ସ ଦେଲାନି, ଶରୀରଟାକୁ ନଷ୍ଟ କରିଦେଲା, ବୋଲେ ସେ ଆତ୍ମହତ୍ୟା କଲା ବା ଆତ୍ମାର ବୃତ୍ତିଟାକୁ ବିରୋଧ କରିଦେଲା। ଥରେ ଚୈତନ୍ୟ ମହାପ୍ରଭୁଙ୍କ ପାଖକୁ ରୂପ ଗୋସ୍ୱାମୀ ଆସିଥିଲେ। ତ ରୂପ ଗୋସ୍ୱାମୀ ଆଉ ସନାତନ ଗୋସ୍ୱାମୀ, ତ ରୂପ ଗୋସ୍ୱାମୀ ଭାବିଲେ ଆରେ ଏଇ ଶରୀରରେ ଭଗବାନଙ୍କର କିଛି ସେବା ହେଲାନି, ଏ ଶରୀର ଥାଇ ଲାଭ କଣ? ମୁଁ ଏଇ ବର୍ଷ ଏଇ ରଥଯାତ୍ରାରେ ରଥ ଆଗରେ ପଡ଼ିକି ଶରୀରକୁ ମୋର ହତ୍ୟା କରିଦେବି ବା ଆତ୍ମହତ୍ୟା କରିଦେବି। ଏ ଶରୀର ଥାଇ ଲାଭ କଣ ଯଦି ମୁଁ ଏଇ ଶରୀରରେ ଭଗବାନଙ୍କର ସେବା ନ କରିପାରୁଛି। ତ ସିଏ ଯେତେବେଳେ ମହାପ୍ରଭୁଙ୍କ ପାଖକୁ ଆସିଲେ, ତ ମହାପ୍ରଭୁ ଆଉ ସବୁ ବୈଷ୍ଣବ ମାନେ ଅଛନ୍ତି, ସ୍ୱରୂପ ଦାମୋଦର ଗୋସ୍ୱାମୀ ତାଙ୍କୁ ଯୁକ୍ତିରେ ପଚାରିଲେ କି ଆଚ୍ଛା, ଯଦି ଆପଣଙ୍କର ଗୋଟିଏ ଜିନିଷ ନୁହଁ କିନ୍ତୁ ଆପଣ ତାକୁ ବ୍ୟବହାର କଲେ ବା ନଷ୍ଟ କଲେ, ତାହେଲେ ଆପଣ କଣ? ନା ଆପଣ ଚୋର। ଆପଣଙ୍କର ସେ ଜିନିଷ ନୁହଁ କିନ୍ତୁ ଆପଣ ସେ ଜିନିଷଟାକୁ ନଷ୍ଟ କରିଦେଲେ। ତ ସନାତନ ଗୋସ୍ୱାମୀ ବା ରୂପ ଗୋସ୍ୱାମୀ ମହାପ୍ରଭୁ କହିଲେ, ଦେଖ ଏଇ ଶରୀରଟା ଆପଣଙ୍କର ନୁହଁ, ମାନେ ଶରୀରଟା ଆପଣଙ୍କୁ ଦିଆଯାଇଛି, ଆପଣଙ୍କ ଦାୟିତ୍ୱରେ ଦିଆଯାଇଛି, ତାର ମାଲିକ ଆପଣ ନୁହନ୍ତି, ତାର କେୟାର ଟେକର। ତ ମାଲିକ ଆଉ ଜଣେ ହଉଛି କଣ? କେୟାର ଟେକର। ତ ଏଇ ଯୋଉ ଶରୀରଟା, ଏ ଶରୀରଟା ଭଗବାନ ଆମକୁ ଦେଇଛି। ଏ ଶରୀରର ମାଲିକ ଆମେ ନୁହେଁ। ସେ ଯେତେବେଳେ ଚାହିଁବେ ସେ ମଧ୍ୟ ନେଇଯାଇପାରିବେ। କିନ୍ତୁ ଯୋଉ ଉଦ୍ଦେଶ୍ୟରେ ଦିଆହେଇଛି, ସେ କାହିଁକି ଦେଇଛନ୍ତି? ଗାଡି ସରକାର ଦେଇଛି ସେ ଗାଡିରେ ସରକାରୀ କାମ କରିବା ପାଇଁ। ଆଉ ତମେ ଯାଇକି ବୁଲାବୁଲି କରିବ, ଖାଇବା ପିଇବା ପିକନିକ ଟୁର, ତାହେଲେ ସରକାର ଧରିବ ଯେତେବେଳେ କହିବ ଆରେ ଗାଡି ଦିଆ ହେଇଥିଲା ଅଫିସ କାମରେ, ଇଏ ତାର ମନ ଇଚ୍ଛା ବୁଲୁଛି, ସେ ଗାଡି ନେଇଯିବ। ତ ସେଇଭଳି ଶରୀରଟା ଆମକୁ ଭଗବାନ ଦେଇଛନ୍ତି ଆତ୍ମ ସାକ୍ଷାତ କରିବା ପାଇଁ ବା ଭଗବତ ପ୍ରାପ୍ତି କରିବା ପାଇଁ। କିନ୍ତୁ ସେଇ ଶରୀରକୁ ନେଇକି ଆମେ ଯଦି ଭଗବତ ଭକ୍ତି ନକରି ଇନ୍ଦ୍ରିୟ ତୃପ୍ତିରେ ଲଗେଇବା, ତାହେଲେ ସେଇଟା ମଧ୍ୟ ଗୋଟେ ପ୍ରକାର ଆତ୍ମହତ୍ୟା। କଣ ନା ଆତ୍ମାର ବୃତ୍ତି। ଆଉ ମହାପ୍ରଭୁ କହିଲେ ଏଇ ଶରୀରଟା ମୁଁ ତମକୁ ଦେଇଛି, ଏ ଶରୀର ମାଧ୍ୟମରେ ମୋର ବହୁତ କିଛି କାର୍ଯ୍ୟ ଅଛି ସାଧନ କରିବା ପାଇଁ। ଆଉ ତମେ କହୁଛ ଏଇ ଶରୀରଟାକୁ ମୁଁ ନଷ୍ଟ କରିଦେବି। ମୋର ଜିନିଷଟାକୁ ତମେ ନଷ୍ଟ କରିଦବ ମୋର ବିନା ପରମିସନରେ। ତ ସେଇଟା ଆମେ ଦେଖିବା ଦରକାର। ତଥାପି ପ୍ରଭୁପାଦ ଯାହା ଲେଖିଛନ୍ତି ଆମେ ଚର୍ଚ୍ଚା କରିବା। ମନୁଷ୍ୟ ଜୀବନ ଏହାର ଗୁରୁ ଦାୟିତ୍ୱ ଦୃଷ୍ଟିରୁ ପଶୁ ଜୀବନ ଠାରୁ ପୃଥକ ଅଟେ। ଏହି ଗୁରୁ ଦାୟିତ୍ୱ ସମ୍ପର୍କରେ ଯେଉଁମାନେ ଅବହିତ ଏବଂ ସେହି ଚେତନାରେ କାର୍ଯ୍ୟ କରନ୍ତି, ସେମାନଙ୍କୁ ସୁର ବା ଦେବତା ବୋଲି କୁହାଯାଏ। ଏହି ଦାୟିତ୍ୱରେ ଯେଉଁମାନେ ଅବହେଳା ପ୍ରଦର୍ଶନ କରିଥାନ୍ତି ବା ସେ ସମ୍ପର୍କରେ ଅବହିତ ନୁହନ୍ତି, ସେମାନଙ୍କୁ ଅସୁର କୁହନ୍ତି। ସମଗ୍ର ବିଶ୍ୱରେ କେବଳ ଏହି ଦୁଇ ପ୍ରକାର ମନୁଷ୍ୟ ଅଛନ୍ତି। ଋକ୍ ବେଦରେ ଏହା ବର୍ଣ୍ଣିତ ଅଛି, ସୁର ବା ଦେବତା ଆଉ ଅସୁର, ଯୋଉମାନେ ଭଗବାନଙ୍କ ଆରାଧନା କରନ୍ତି। ଇଭନ 15 ଅଧ୍ୟାୟ ଭଗବତ ଗୀତାରେ ଦି ପ୍ରକାର ବି ଲୋକ ଅଛନ୍ତି, ଯୋଉଟା ହେଲା ସୁର ଆଉ ଦାସ। ତ ଏଥିରେ ବି ପ୍ରଭୁପାଦ କହୁଛନ୍ତି ସେମାନଙ୍କୁ ସୁର ବା ଦେବତା ବୋଲି କୁହାଯାଏ। ମନୁଷ୍ୟ ଆଉ ପଶୁ, ଯଦିଓ ପଶୁ ମାନଙ୍କ ହୃଦୟରେ ବି ଭଗବାନ ପରମାତ୍ମା ରୂପରେ ଅଛନ୍ତି, କିନ୍ତୁ ପଶୁମାନେ କିଛି ଗୋଟେ ଖାଦ୍ୟ ମିଶିଲା, ଯଦି କୁକୁର ମାନେ ସେମାନେ ଝଗଡା ହେଇଯିବେ କିନ୍ତୁ ସେମାନେ ଖାଇବେନି ବାଣ୍ଟି, କିନ୍ତୁ ମନୁଷ୍ୟ ବାଣ୍ଟିକି ଖାଇବ, ତାର ଜିମେଦାରି ଅଛି। ପଶୁ ମାନେ ଦେଖିବେ କେତେବେଳେ ପଶୁ ମାନଙ୍କୁ ଡିପ୍ରେସନ ହେଇଗଲା, ସେ ସୁସାଇଡ କରିବା ପାଇଁ ଆଟେମ୍ପ୍ଟ କଲା, ଏମିତି କେବେ ହବନି ପଶୁ ମାନଙ୍କ। କିନ୍ତୁ ମନୁଷ୍ୟ ମାନଙ୍କୁ ଏଇଟା ହୁଏ, କାହିଁକି ନା ତାର ଗୋଟେ ଉତ୍ତରାତର ଦାୟିତ୍ୱ ଦିଆହେଇଛି ମଣିଷକୁ। ସେଥିପାଇଁ ମଣିଷ ଯଦି ସେଇ ଦାୟିତ୍ୱଟାକୁ ସେ ନ କରେ, ତାହେଲେ ସିଏ ମଧ୍ୟ ପଶୁ ସହିତ ସମାନ।
महाभारत रे एक कथा वर्णना अछि। आहार निद्रा भय मैथुनम सामान्य एतत् पशुभिः नराणाम्। धर्म ही ऐसा अधिक विशेष धर्मेण हीन पशु भी समान। आहार निद्रा भय मैथुन ये चारिटा कार्य आमे भी करुचे पशु भी करुचे, किंतु ताठू अधिका कार्य आमे करुचे जोटा कि आमे धर्म विषय आलोचना करुचे। धर्म कौन नियम कौन ये सब जिनिस आमे पालन करते, किंतु पशु ए सब किछि आचरण करे। तो ये प्रभुपाद आत्मा मनुष्य देह रूपक सुजोग को अनुकूल वायु सहित तुलना कर जहाँ नौका को अनायास बाही लक्ष्य स्थल पहुंचवा साहाय्य करे। गुरु कर्णधार मनुष्य जीवन रे जने भगवत साक्षात करि पारिबो ए सुविधा अछि। जदि एते सुविधा थाई मध्य जने व्यक्ति आत्म उपलब्धि पाई निजर देहर पूर्ण उपयोग करि न पारे, तेबे सेपरि एक असुर आत्महन बा जीव हत्याकारी बोली परिगणित हेबो। आमे भाबुचे आत्महा जे आत्महत्या करे ना, आमे निजे समस्त आत्महत्या करुचे। आत्महा काहेकि प्रभुपाद जदि एते सुविधा थाई मध्य जने व्यक्ति आत्म उपलब्धि पाई निजर देहर पूर्ण उपयोग करि न पारे, तेबे सेपरि एक असुर बा आत्महन बा जीव हत्याकारी बोली परिगणित। तो आमे शरीर रो पूर्ण उपयोग करने को पड़िबो कोथि ना आत्म साक्षात्कार ना। 50% भक्ति 50% इंद्रिय तृप्ति हबनी, 100% भक्ति तो सेतेबेले जाइकी जने आत्मा हेबो। एठारे श्री ईश्वोपनिषद स्पष्ट भाव में यही सतर्कवाणी शुणाई। घुषुरी कुकुर ओट गध इत्यादि पशुंकर आर्थिक आवश्यकता आमर आवश्यकता भली गुरुत्वपूर्ण अटे भली, किंतु यही पशु मानकर अर्थनैतिक समस्या जघन्य परिस्थिति समाहित होता है, अथच मनुष्य एक आरामदायक जीवन जापन माने गोटे पशु खाइबा पई केते स्ट्रगल करूछ, कोठी खाइबो किभली खाइबो उपवास रहिबो बहुत स्ट्रगल करूछ तार पेटटा पोष। मनुष्य को अति सुविधा सहजरे ए सब उपलब्धि हो पारुछ। गोटे गाय उठिला माने खाइबो आ खाइला माने सोइबो पांगुळेबो आउ थरे उठिबो आउ थरे खाइबो माने तार दिनर माने 6-7 घंटा खाइबार एक पड़ुछ। किंतु मनीष एते समय जाउनी, किंतु मनीष पे एते समय जो मिली कहीं सेटा मिली सेटा हमें देखिबो पड़े। आरामदायक जीवन जापन पाई प्रकृतिर नियम सब सुविधा जोगाई, कारण पशु जनि ठाରୁ मनुष्य जनि जन्म अधिक गुरुत्वपूर्ण अटे। जमिति जने साधारण किराणी अपेक्षा उच्च श्रेणीर चाकरिया को आरामदायक जीवन सुविधा दि जाए, यार उत्तर अच्छी जे उच्च श्रेणीर अवस्था अपेक्षा ऑफिसर मान को अधिक उच्च स्तर कर्तव्य संपादन करने को पड़े, तार दायित्व अधिक से बहुत सुविधा दि जाए। सेपरि पशु माने निजर क्षुधा मेंटावा कार्य सब बेले व्यापृत होता बेले मनुष्य अधिक उत्तरतर कर्तव्य तुलाई पाए। एते समय सुविधा सुजोग दिखाई कहीं ना से जीवन रे से भगवत साक्षात्कार कर। प्रकृतिर नियम सते निष्ठुर जे निजर पाकस्थली पूरण क्षुधा पाई कठिन परिश्रम करने आग्रही थिबा सत्ते आत्म उपलब्धि संभावना को ताच्छल्य करी मध्य सर्वदा बेकार समस्या सम्मुखीन हेबाकू पड़ुछ। माने आधुनिक समाज कथा कि व्यक्ति माने मनुष्य जीवन टाकू आत्म उपलब्धि करने परिवर्ते इंद्रिय सुख किभली भल भाव इंद्रिय सुख उपलब्धि करिपारियो सेथिरे समाने लगाउछ। आउ सेथिपाई सेमाने गध घुषुरी कुकुर भली कठिन परिश्रम कर। जड़ विद्याजत मायार वैभव जीवके कराए गाधा भक्ति विनोद ठाकुर लिखिछन। से गाधा होई संसार भार बहिलु अनेक दिन। तो आमे देखुचे कि प्रथमे चाष हल करुथिले लोक बलदरे नाने, किंतु तापरे एबे ट्रैक्टर बाहरी गला। तो भाविले गोटे मासरे जो हल करिवो ट्रैक्टर वाला गोटे दिन रे करदो नाने,
ତାହେଲେ କଣ ହେଲା, ଗୋଟେ ଦିନରେ କରିଦେଲେ ଆଉ 28 ଦିନ ତାକୁ ଖାଲି ଭଜନ କରିବାକୁ ମିଳିଯିବ ସମୟ, କାରଣ ମାସ ଯାକର ହଳ ଗୋଟେ ଦିନରେ ହେଇଗଲା। କିନ୍ତୁ ଦେଖୁଛେ ଟ୍ରାକ୍ଟର ବାଲା ଦିନ ରାତି ହଳ କରୁଛି, ରାତିରେ ବି ହଳ କରୁଛି ଲାଇଟ୍ ଲଗେଇ। ହେଲେ ସିଏ କଲା ଯୋଉ ଲାଭ କଣ ହେଲା, ବରଂ ଯୋଉ ଚାଷ ହଳ ବାଲା ବଳଦରେ ଯିଏ ହଳ କରୁଛି ସେ ସକାଳେ ଘଣ୍ଟାଟେ ସନ୍ଧ୍ୟାରେ ଘଣ୍ଟାଟେ, ଆଉ ରାତିରେ ହଳ କରୁନି। କିନ୍ତୁ ଟ୍ରାକ୍ଟର ବାଲା ରାତିରେ ବି ହଳ କରୁଛି। ହେଲେ ସିଏ ଯଦି ଗୋଟେ ମାସର କାମ ଗୋଟେ ଦିନରେ କରିଦେଲା, ଆଉ 29 ଦିନ କଣ ଭଜନ କଲା ନା, ସିଏ ଦିନ ରାତି କାମ କଲା। ହେଲେ ଲାଭ କଣ ଏଇଭଳି? ସେଥିପାଇଁ ପ୍ରଭୁପାଦ ଲେଖିଛନ୍ତି, ଗଧ ଘୁଷୁରି କୁକୁର ଭଳି କେବଳ କଠିନ ପରିଶ୍ରମ କରି ଲାଭ କଣ? ବରଂ ସେ ହଳ କରୁଥିବା ଲୋକ ଦିନରେ ଘଣ୍ଟାଟେ ରେଷ୍ଟ କରୁଥିଲା, ସନ୍ଧ୍ୟାରେ ଟିକେ ଭଜନ କରୁଥିଲା। କିନ୍ତୁ ଟ୍ରାକ୍ଟର ଚଲା ଲୋକଙ୍କୁ ସେତିକି ବି ସମୟ ନାହିଁ। ତ ଆମେ ଭୌତିକ ଦୃଷ୍ଟିରେ ଏଇଭଳି ପଶୁ ଭଳି ଆଗକୁ ଯାଉଛୁ। ଯଦି ଜଣେ ମନୁଷ୍ୟ ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାରେ ବ୍ୟର୍ଥ ହୁଏ, ତେବେ ସେ ଅସୁର ନାମକ ଗ୍ରହକୁ ସ୍ଥାନାନ୍ତରିତ ହେବାକୁ ପଡିବ। ତ ଅଜ୍ଞାନତା ଅନ୍ଧକାର ମଧ୍ୟରେ କଠିନ ପରିଶ୍ରମ କରିବ। ତ ଯଦି ଏଇଭଳି ଭାବରେ ଆମେ ଜୀବନ ବିତାଇବା, ଆତ୍ମ ସାକ୍ଷାତକାର ଦିଗରେ ଧ୍ୟାନ ନ ଦେବା, ତାହେଲେ ଆମକୁ ମଧ୍ୟ ସେଇ ଅନ୍ଧତମ ଅସୁର ଲୋକକୁ ଯିବାକୁ ପଡିବ। ଏକଥା ଶ୍ରୀମଦ୍ ଭାଗବତମର 5ମ ସ୍କନ୍ଧର ଶେଷ ଅଧ୍ୟାୟରେ 28 ପ୍ରକାର ନରକ ଲୋକର ବର୍ଣ୍ଣନା କରାହେଇଛି। ସେଇଟା ହଉଛି ଅସୁର ଲୋକ, ବିଭିନ୍ନ ପ୍ରକାର। ଭଗବତ ଗୀତାରେ ମଧ୍ୟ ଏହା ବର୍ଣ୍ଣିତ କରାଯାଇଛି। ଉର୍ଦ୍ଧ୍ୱ ଗଚ୍ଛନ୍ତି ସାତ୍ୱିକ, ମଧ୍ୟ ଗଚ୍ଛନ୍ତି ରାଜସ, ଜଘନ୍ୟ ଗୁଣ ପ୍ରବୃତ୍ତି, ଅଧ ଗଚ୍ଛନ୍ତି ତାମସ। ତମ ଗୁଣର ପ୍ରବୃତ୍ତି ଲୋକ, ଜଘନ୍ୟ କାର୍ଯ୍ୟ ଯୋଉମାନେ କରନ୍ତି ସେମାନେ ଅଧ ଅର୍ଥାତ ନିମ୍ନତର ଲୋକକୁ ଗତି କରନ୍ତି। ହଁ। ଆଜ୍ଞା ପ୍ରଭୁଜୀ, ଭଗବାନ ହରେ କୃଷ୍ଣ। ହଁ, ଆଜ୍ଞା ପ୍ରଭୁ, ଏଇଟା ଏଇଟା ଗୀତାରେ କୋଉଥିରେ ବର୍ଣ୍ଣନା କରାଯାଇଛି, ଯୋଉ ଲାଷ୍ଟ ଯୋଉ କହିଲେ କେତେ ନମ୍ବର ଶ୍ଲୋକରେ? ଉର୍ଦ୍ଧ୍ୱ ଗଚ୍ଛନ୍ତି ସାତ୍ୱିକ, ଏଟା ନମ୍ବର ମୋର ମନେ ନାହିଁ, କିନ୍ତୁ ଯୋଉମାନେ ସତ୍ୱ ଗୁଣରେ କାର୍ଯ୍ୟ କଲେ ଉର୍ଦ୍ଧ୍ୱ ଲୋକକୁ, ଏଟା ଗୁଣତ୍ରୟ ବିଭାଗରେ ଥିବ ବୋଲି ମୁଁ 13 ଅଧ୍ୟାୟରେ ନମ୍ବରଟା ମୁଁ ଲେଖିଲି। 13 ଆଜ୍ଞା ଆଜ୍ଞା। ଉର୍ଦ୍ଧ୍ୱ ଭଗବାନଙ୍କର ଗଚ୍ଛନ୍ତି, ହଁ ସେଟା ଖାଲି ଷ୍ଟାର୍ଟିଂ ଦେଖିବେ ଆପଣ, ଭଗବତ ଗୀତାର ଯୋଉ ଇଣ୍ଡେକ୍ସ ଅଛି ପଛରେ ଦେଖିଦେବେ ଉର୍ଦ୍ଧ୍ୱ ଗଚ୍ଛନ୍ତି। ଆଜ୍ଞା ଭଗବାନଙ୍କର ଉପଲବ୍ଧି ପାଇଁ କେବଳ ଉଦ୍ୟମ କରିଥିଲେ ମଧ୍ୟ ତାହାର ଫଳ ସ୍ୱରୂପ ପରବର୍ତ୍ତୀ ଜୀବନରେ ଏକ ମହତ୍ଵ ପରିବାରରେ ଜନ୍ମ ହେବାର ପ୍ରତିଶ୍ରୁତି ମିଳୁଛି। ଆମେ ଏଥିରେ ପ୍ରଭୁପାଦ ଲେଖୁଛନ୍ତି, ଜଣେ ଯଦି ପ୍ରୟାସ କଲା ଭଗବତ ସାକ୍ଷାତକାର ପାଇଁ, ଏଇ ଭକ୍ତି ପାଇଁ, କିନ୍ତୁ ସେ ସେଥିରେ ସଫଳ ହେଇପାରିଲାନି, ତାହେଲେ ଆମେ ଭାବିବା, ଆରେ ନା ଇନ୍ଦ୍ରିୟ ତୃପ୍ତି ହେଲା ନା ଭକ୍ତି ହେଲା, କୋଉଥରେ ହେଲାନି, ନା ଏ କୂଳର ନା ସେ କୂଳର। କିନ୍ତୁ ଭଗବାନଙ୍କର ଭକ୍ତିରେ ଯଦି ଆମେ ପ୍ରୟାସ କରିବା, ସଫଳ ନହେଲେ ମଧ୍ୟ ଆମକୁ ନେକ୍ସଟ ଲାଇଫରେ ତାର ଚାନ୍ସ ମିଳିବ। କଣ ନା, ଭୌତିକ ବିଦ୍ୟା ଆପଣ ଯେତେ ଧନ ଯେତେ ବିଦ୍ୟା ଲାଭ କଲେ ମଧ୍ୟ ଗୋଟେ ଜନ୍ମ ପରେ ଆଉ ଗୋଟେ ଜନ୍ମରେ ସେଇଟା ଆଉ ଥରେ ଜିରୋରୁ ଷ୍ଟାର୍ଟ କରିବାକୁ ପଡିବ। ନା ଏଇ ଜନ୍ମରେ ଆପଣ ଯାହା ଶିଖିଥିଲେ ଭୌତିକ ଜିନିଷ ମନେ ରହୁଛି, କିନ୍ତୁ ଭଗବାନଙ୍କର ଭକ୍ତି ଆପଣ ଏଇ ଜନ୍ମରେ ଯେତିକି କରିଥିବେ, ନେକ୍ସଟ ଜନ୍ମରେ ତାଠୁ ଆରମ୍ଭ କରିବାକୁ। ସେଥିପାଇଁ ଜଣେ ବ୍ୟକ୍ତି ଭଲ ଭକ୍ତ ପରିବାରରେ ଜନ୍ମ ହଉଛି, କାହିଁକି ନା ତା ପୂର୍ବ ଜନ୍ମରେ ସୁକୃତି ଥିଲା। ସେଥିପାଇଁ ଜଣେ ଭକ୍ତ ପରିବାରରେ ଜନ୍ମ ହେଲା, ପିଲାଦିନୁ ତାଙ୍କୁ ଭକ୍ତି କରିବାର ଅବସର ମିଳିଲା। ଜଣେ ଭଲ ସମ୍ଭ୍ରାନ୍ତ ପରିବାର ଜନ୍ମ ହଉଛି, ତାକୁ ଆଉ କିଛି ଷ୍ଟ୍ରଗଲ କରିବାକୁ ପଡୁନି, ଆରାମସେ ସେ ଭକ୍ତି କରିଚାଲିଲା। କିନ୍ତୁ ଜଣେ ଗରିବ ଘରେ, ଜଣେ ଅନ୍ଧ ହେଇକି ଜନ୍ମ ହଉଛି, ଜଣେ ଛୋଟା ହେଇକି, କାହିଁକି ନା ସେଇଭଳି ସେ କର୍ମ କରିଥିଲା, ସେଥିପାଇଁ ତାକୁ ଏଭଳି ଯନ୍ତ୍ରଣା ମିଳେ। ତ ସେଥିପାଇଁ ଯଦି ଆମେ ଜୀବନରେ ଭକ୍ତି କରିବା ପାଇଁ ପ୍ରୟାସ ବି କରିବା, ସଫଳ ନହେଲେ ମଧ୍ୟ ସେଥିରେ କିଛି ଅସୁବିଧା ନାହିଁ। ତ ଏଇ କଥା ଏଠି ପ୍ରଭୁପାଦ ଲେଖିଛନ୍ତି। ଏପରି ଭୌତିକବାଦୀ ଅସୁରଗଣ ଭୌତିକ ଅଭିବୃଦ୍ଧିର ଲକ୍ଷ୍ୟ ରଖି କେବେ କେବେ ଲୋକ ଦେଖାଣିଆ ଧର୍ମ ଅନୁଷ୍ଠାନ କରିଥାନ୍ତି। ତ ଲୋକ ଦେଖାଣିଆ ଧର୍ମ ଅନୁଷ୍ଠାନ କି ଆମେ ଦେଖିବା, ଯୋଉମାନେ ଭୌତିକ ଲୋକ ତାଙ୍କର ଇନ୍ଦ୍ରିୟ ତୃପ୍ତିର ଲକ୍ଷ୍ୟ ଥିବ, କିନ୍ତୁ ଲୋକ ଦେଖାଣିଆ ଧର୍ମ ଅନୁଷ୍ଠାନ କଣ? ଆଜିକାଲି ବିଭିନ୍ନ ପ୍ରକାର ଯୋଉ ପୂଜା ହଉଛି, ଦେଖିବେ ଗଣପତି ପୂଜା ହଉଛି, କାଳୀ ପୂଜା ହଉଛି, ତ ଗାଁରେ ସବୁ ଏସବୁ ଲୋକ କରୁଛନ୍ତି।
ସମସ୍ତେ ମିଶି କଣ କିନ୍ତୁ ଗଣପତି ବଜାରରେ ଡିଜେ ଲଗେଇକି ଡ୍ୟାନ୍ସ କରୁଛନ୍ତି, ଫିଷ୍ଟ କରିକି ଖାଉଛନ୍ତି ଚିକେନ ମଟନ। ନା ସେଇଠି ଗଣପତି ବି ରହୁନାହାନ୍ତି। ତ ଗଣପତିଙ୍କର ନାଁ ଆଉ ଏମାନେ ନିଜର କାର୍ଯ୍ୟ କରୁଛନ୍ତି। ତ ସେଇଟା ହଉଛି ଲୋକ ଦେଖାଣିଆ ଧର୍ମ। ସେଥିରେ ବାସ୍ତବରେ କିଛି ଧାର୍ମିକ ପ୍ରଗତି ହୁଏ ନାହିଁ। ଆମେ ଏହି ଉପସଂହାରରେ ଉପନୀତ ହେଉଛୁ ଯେ ଏକ ପତନମୁଖୀ ମଞ୍ଚ ଉପରୁ କେବଳ ଅର୍ଥନୈତିକ ସମସ୍ୟା ମାନ ସମାଧାନ କରିବାକୁ ଆମେ ଉଦ୍ଦିଷ୍ଟ ନୁହଁ, ପରନ୍ତୁ ପ୍ରକୃତିର ନିୟମ ଅନୁଯାୟୀ ଆମେ ଯେଉଁ ପ୍ରକାର ଭୌତିକ ଜୀବନରେ ଅବସ୍ଥାପିତ ହୋଇଛେ ତାହାର ସମସ୍ୟା ଭଳି ସମାଧାନ କରିବାର ମଧ୍ୟ ଆମେ ଉଦ୍ଦିଷ୍ଟ। ତ ଏଇଠି ଯୋଉ ପ୍ରଭୁପାଦ କନକ୍ଲୁଜନ ଲେଖିଲେ କି କେବଳ ଅର୍ଥନୈତିକର ସମସ୍ୟାର ସମାଧାନ କରିବା ପାଇଁ ଆମେ ଆସିନୁ। ଯେତେ ସମସ୍ୟାର ସମାଧାନ କଲେ ମଧ୍ୟ ପ୍ରଭୁପାଦଙ୍କୁ ଜଣେ କହିଲେ, ପ୍ରଭୁପାଦ ବର୍ତ୍ତମାନ ମେଡିକାଲ ସାଇନ୍ସ ଡେଭଲପ କରିବାରୁ ଡେଥ ରେଟ ମାନେ ମୃତ୍ୟୁ ହାର କମି ଯାଉଛି। ପ୍ରଭୁପାଦ ହସିଲେ, କହିଲେ ଡେଥ ରେଟ 100%, ସବୁଆଡେ ସବୁଠି 100%, ସମସ୍ତେ ନିଶ୍ଚିତ ମରିବେ। କଣ ତମର ମେଡିକାଲ ସାଇନ୍ସ ଡେଭଲପ କଲା ମୃତ୍ୟୁ ହାର କମି ଯାଉଛି? ଆରେ ପ୍ରଥମେ 100 ବର୍ଷ ଲୋକ ସୁସ୍ଥ ଭାବରେ ବଞ୍ଚୁଥିଲେ, ଏବେ 60 ବର୍ଷରୁ ରୋଗ ଖାଉଛି। ଆଉ 100 ବର୍ଷ କିଏ ବଞ୍ଚୁନାହାନ୍ତି। ହେଲେ କଣ କମିଗଲା? ସମସ୍ତେ ନିଶ୍ଚିତ ମରିବେ ଆଉ ଅସୁସ୍ଥ ରହିବେ, କମ ବୟସରେ ମରିବେ। ତ କଣ ମେଡିକାଲ ସାଇନ୍ସ ଡେଭଲପ କଲା? ତ ଏଇ କଥା କହୁଛି। ବାସ୍ତବରେ ଯଦି ଆମେ ବୈଦିକ ନିୟମ ଅନୁସାରେ ଜୀବନ ଯାପନ କରିବା, ତାହେଲେ ଆମେ 100 ବର୍ଷ ସୁସ୍ଥ ବଞ୍ଚିପାରିବା। ତ ଏଇ କଥା। ଆଉ ଆମେ ଅଧିକ ସମୟ ଭଗବାନଙ୍କର ଭଜନରେ ଲଗେଇ ପାରିବା, କିନ୍ତୁ ବର୍ତ୍ତମାନ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ବହୁତ ସମୟ ଦବାକୁ ପଡୁଛି। କାରଣ ଆମର ଆହାର ବିହାର ଦିନଚର୍ଯ୍ୟା ସବୁ ମଡର୍ଣ୍ଣାଇଜେସନ ହେଇଯାଇଛି। ସେଥିପାଇଁ ଆମକୁ ଶରୀରକେ ଅସୁସ୍ଥ ଅନୁଭବ ହୁଏ। ତ ଏ ଶ୍ଲୋକରେ ଚର୍ଚ୍ଚା ହେଲା କି ଯୋଉମାନେ ଏଇ ଯୋଉ ଦ୍ଵିତୀୟ ଶ୍ଲୋକରେ ଦିଆ ହେଇଛି, ଯଦି ସେ ନିୟମ ନ ମାନନ୍ତି ସେମାନେ ଅସୁର ନାମକ ଲୋକକୁ ପ୍ରବେଶ କରିବେ, ଆଉ ସେଇମାନଙ୍କୁ ଆତ୍ମହା ବୋଲି କୁହାଯାଏ। ଅର୍ଥାତ୍ ସେମାନେ ଏ ଶରୀରର ସଦୁପଯୋଗ କରୁନାହାନ୍ତି, ଆଉ ଏ ଶରୀରଟାକୁ ଇନ୍ଦ୍ରିୟ ତୃପ୍ତିରେ ଲଗଉଛନ୍ତି। ତ ଏଇ କଥା ଏଠି ଦିଆହେଇଛି। ହରେ କୃଷ୍ଣ। ଏଥିରେ ଯଦି କାହାର କିଛି ଜିଜ୍ଞାସା ଅଛି ତାହେଲେ ପଚାରିବେ। ପ୍ରଥମ ଶ୍ଲୋକ। ତାପରେ 4 ଠୁ 8 ପର୍ଯ୍ୟନ୍ତ ଆଜି ଆମେ ଏଥିରୁ 4 ରୁ ଗୋଟେ ଶ୍ଲୋକ ଚର୍ଚ୍ଚା କରିବା। 4, 5 ଏଇଟା ଶ୍ଲୋକ କି ଏଥିରେ ଜଣେ ଭକ୍ତର ଦୃଷ୍ଟି, ମହାଭାଗବତଙ୍କର ଦୃଷ୍ଟି। ହରେ କୃଷ୍ଣ। ତ ଇଏ ମନ୍ତ୍ର 4 ଆମେ ଚର୍ଚ୍ଚା କରିବା, ମହାଭାଗବତଙ୍କର ଦୃଷ୍ଟି। ତ ଦୃଷ୍ଟି ବିଷୟରେ ମୁଁ କହିବା ପ୍ରଥମେ, ଯେମିତି ଗୋଟେ ଗ୍ଲାସରେ ଅଧା ପାଣି ଅଛି। ଜଣେ କହିପାରିବ ଅଧା ଗ୍ଲାସ ଭରା ଅଛି, ଆଉ ଜଣେ କହିପାରିବ ଅଧା ଗ୍ଲାସ ଖାଲି ଅଛି। ଦିଟା ଯାକ ସମାନ, ମାନେ ପାଣି ଅଧା ଭରା ଅଛି ବା ପାଣି ଅଧା ଖାଲି ଅଛି। ତ ଇଏ ଭରା ଦୃଷ୍ଟିରେ ଦେଖିଲା ଯେ ପାଣି ଅଛି, ପଜିଟିଭ ତାକୁ କୁହାଗଲା କି ପାଣି ଅଧା ଅଛି। ଆଉ ଜଣେ ପାଣି ଅଧା ନାହିଁ, ମାନେ ଅଧା ଖାଲି ଅଛି। ତ ସିଏ ନେଗେଟିଭ, ମାନେ ଏ ଦୃଷ୍ଟି। ତ ପ୍ରତ୍ୟେକ ବସ୍ତୁକୁ ଦେଖିବାର ଆମର ଦିଟା ଦୃଷ୍ଟିକୋଣ ଅଛି, ତାକୁ ପଜିଟିଭ ଆଙ୍ଗେଲ କୁହାଯାଏ। ଭକ୍ତମାନେ ତାଙ୍କ ଜୀବନରେ ବିପଦ ଆସିଲେ ମଧ୍ୟ ସେଇଟାକୁ ସେମାନେ ଭାବନ୍ତି ଏଇଟା ହଉଛି ଆମର ଗୋଟେ ଆଡଭାନ୍ସମେଣ୍ଟ। ସେଟା ଷ୍ଟେପିଂ ଷ୍ଟୋନ, ଫେଲୁଅର୍ସ ଆର୍ ଦ ଷ୍ଟେପିଂ ଷ୍ଟୋନ୍ସ, ପିଲାର ଫର ଦ ସକ୍ସେସ୍। ତ ତା ଉପରକୁ ଯିବା ପାଇଁ ଯଦି ପରୀକ୍ଷା ନଥାନ୍ତା ତାହେଲେ ଆମେ ଉପର କ୍ଲାସକୁ ଯାଆନ୍ତେନି। ପରୀକ୍ଷା ତ ଗୋଟେ ପରୀକ୍ଷା କଠିନାଇ। ତ ଜୀବନରେ ଯୋଉ ପରୀକ୍ଷା ଆସୁଛି, ଟେଷ୍ଟ, ସେଟା ଜଣକୁ ଆଗକୁ ନଉଛି। ସେଟାକୁ ଆମେ ପଜିଟିଭଲି ଦେଖିବା ସବୁ ଦୃଷ୍ଟି। ତ ଏଇଠି ଭଗବାନଙ୍କର ଭକ୍ତ ଏଇ ଭୌତିକ ସଂସାର ଆଉ ପରିସ୍ଥିତିକୁ ସେମାନେ କିଭଳି ଭାବରେ ଦେଖନ୍ତି, ଆମେ ତା ବିଷୟରେ ଏଠି ଚର୍ଚ୍ଚା କରିବା। ଅସୁର ନାମତେ ଲୋକ। ଏଇଟା ମନ୍ତ୍ର 4। ମାନେ ଅନେକ ଦେବ ମନସ। ହଁ, ପଢନ୍ତୁ ମା, ପଢନ୍ତୁ। ଆଜ୍ଞା, ହଁ ପଢିବି। ହଁ ହରେ ହଁ। କୃଷ୍ଣ। ମନ୍ତ୍ର 4।
ଅନେକ ଦେବଂ ମନସଃ ଜବିୟ ନୈନ ଦେବା ଭୁବନ ପୂର୍ବମର୍ଷତ୍ ତଦାବତ ଅନ୍ୟାନତେତି ତିଷ୍ଠତ୍ ତସ୍ମିନ୍ନପୋ ମାତରିଷା ଦଦାତି। ତାର ଅନୁବାଦ କଣ? ଆରେ ଅନୁବାଦ ଆଜ୍ଞା। ପରମ ପୁରୁଷ ଭଗବାନ ନିଜ ବାସସ୍ଥାନରେ ଆବଦ୍ଧ ଥିଲେ ସୁଦ୍ଧା ମନଠାରୁ ଅଧିକ ଦ୍ରୁତଗାମୀ ଅଟନ୍ତି। ଅନ୍ୟ ସମସ୍ତ ଦ୍ରୁତ ଧାବନକୁ ସେ ଅତିକ୍ରମ କରିଯାଆନ୍ତି। ଶକ୍ତିଶାଳୀ ଦେବତାଗଣ ତାଙ୍କ ନିକଟରେ ପହଞ୍ଚି ପାରନ୍ତି ନାହିଁ। ଗୋଟିଏ ସ୍ଥାନରେ ଥାଇ ମଧ୍ୟ ସେ ବାୟୁ ଓ ବୃଷ୍ଟି ଯୋଗାଣକାରୀଙ୍କ ଉପରେ ନିଜର ନିୟନ୍ତ୍ରଣ ରଖିଛନ୍ତି। ଶ୍ରେଷ୍ଠତାରେ ସେ ସମସ୍ତଙ୍କୁ ବଳି ଯାଆନ୍ତି। ହୁଁ ଭାବାର୍ଥ ପଢିବି ହଉଛି ଭାବାର୍ଥ ଆଜ୍ଞା। ଅଦେବ ଚର୍ଚ୍ଚା ଗୋଟେ ଗୋଟେ ପାରାଗ୍ରାଫ ତ ଆଜ୍ଞା ଏଠି ଭଗବାନଙ୍କର କିଛି ଗୁଣ ବିଷୟରେ ଚର୍ଚ୍ଚା କରାହେଇଛି କି ଭଗବାନଙ୍କର ଗୁଣକୁ ଆମେ ଭୌତିକ ଦୃଷ୍ଟିରେ ବିଚାର କରିପାରିବାନି। କି କୁହାଯାଇଛି କି ଆମର ଯୋଉ ମାନସିକ ବିଚାର ଇନ୍ଦ୍ରିୟ ବିଚାର ସେଟା ହଉଛି ଗାଡିର ଚକ ଭଳିଆ। କିନ୍ତୁ ଗାଡିର ଚକ କେବଳ ରୋଡରେ ଚାଲିପାରିବ, କିନ୍ତୁ ଯେତେବେଳେ ପାହାଚ ଆସିଯିବ ଷ୍ଟେପ୍ସ ମନ୍ଦିରକୁ ଯିବାକୁ ସବୁ ପାହାଚ ଥାଏ ସିଡି, ପାହାଚରେ ଆଉ ଗାଡି ଯାଇପାରିବ ନାହିଁ। ସେଥିପାଇଁ ଗାଡିଟା ଥୋଇକି ପାଦରେ ଚାଲିକି ଯିବାକୁ, ସେଇଟା ଆଉ ଗାଡି କାମ କରିବ ନାହିଁ। ତ ସେଇଭଳି ଆମର ମନ ଆଉ ଇନ୍ଦ୍ରିୟର ଉର୍ଦ୍ଧ୍ୱରେ, ସେଥିପାଇଁ ଭଗବାନଙ୍କର ଏକ ନାମ ହଉଛି ଅଧକ୍ଷଜ। ଅଧ ଅକ୍ଷଜ ଆଖି ନାକ କାନ ଜିହ୍ବା ମନ, ଏ ଯୋଉ ଆମର ଇନ୍ଦ୍ରିୟ ମାନେ ରହିଛି ତାକୁ ଅଧ କରିଦିଏ, ଅର୍ଥାତ୍ ତା ମାଧ୍ୟମରେ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। ଯେମିତି ନରସିଂହ ଆରତିରେ ଆମେ ଗାଉଛେ ଇତୋ ନରସିଂହ ପରତୋ ନରସିଂହ ଏତ ଏତ ଆମି ତତ ନରସିଂହ ବହିରେ ନରସିଂହ ହୃଦୟ ନରସିଂହ। ଯଦି ଜଣେ ହୃଦୟରେ ଅଛନ୍ତି ସେ ବାହାରେ ବି ଅଛନ୍ତି କେମିତି? ଜଣେ ଘର ଭିତରେ ଅଛି ବାହାରେ ବି ଅଛି, ସମ୍ଭବ ନୁହଁ। କିନ୍ତୁ ଭଗବାନଙ୍କ ପାଇଁ ତାହା ସମ୍ଭବ। ପରମ ପୁରୁଷ ଭଗବାନ ନିଜ ବାସସ୍ଥାନରେ ଆବଦ୍ଧ ଥିଲେ ସୁଦ୍ଧା ମନ ଠାରୁ ଅଧିକ ଦ୍ରୁତ ଗାମୀ ଅଟନ୍ତି। ମନ ଠାରୁ ଅଧିକ ଦ୍ରୁତଗାମୀ। ଆମେ ଯେତେବେଳେ ମନରେ ଭାବି ଦଉଛେ ଯୋଉଠିକି ଆମେ ସେଠିକି ଯେମିତି ଚାଲି ଯାଉଛେ ଯୋଗୀ ମାନେ, ସେଭଳି ଭଗବାନ ମନ ଠାରୁ ଅଧିକ ଦ୍ରୁତଗାମୀ। ଅନ୍ୟ ସମସ୍ତ ଦ୍ରୁତ ଧାବନକୁ ସେ ଅତିକ୍ରମ କରିଯାଇ ପାରନ୍ତି। ଶକ୍ତିଶାଳୀ ଦେବତାଗଣ ତାଙ୍କ ନିକଟରେ ପହଞ୍ଚି ପାରନ୍ତି ନାହିଁ। ଦେବତା ଗଣ ମଧ୍ୟ ତାଙ୍କର ଶକ୍ତି ମାଧ୍ୟମରେ ବିଭିନ୍ନ କ୍ରିୟା ମାଧ୍ୟମରେ ଭଗବାନଙ୍କୁ ପାଖକୁ ପହଞ୍ଚି ପାରନ୍ତି ନାହିଁ। ଅଦ୍ୟ ପରମ ପୁରୁଷ ଭଗବାନ ସର୍ବଶ୍ରେଷ୍ଠ ଦାର୍ଶନିକକୁ ମଧ୍ୟ ମାନସିକ ଚିନ୍ତନ ସାହାଯ୍ୟରେ ଜ୍ଞାତ ହୁଅନ୍ତି ନାହିଁ। ତାଙ୍କର କରୁଣା ବଳରେ କେବଳ ତାଙ୍କର ଭକ୍ତ ମାନଙ୍କୁ ଜାଣିପାରନ୍ତି। ତାଙ୍କର ଭକ୍ତ ମାନେ ତାଙ୍କୁ ଜାଣିପାରନ୍ତି। ତ ଏଇ କଥା ଗୋଟେ ଉଦାହରଣ ଭକ୍ତି ସିଦ୍ଧାନ୍ତ ସରୋଜ ଠାକୁର କହିଥିଲେ। ଉପଦେଶ ଉପାଖ୍ୟାନରେ କି ଗୋଟେ ବହୁତ ବଡ ଧନୀ ଲୋକ, ସେ କହିଲା ମୁଁ ଏବେ ସୂର୍ଯ୍ୟ ଦେଖିବାକୁ ଚାହୁଁଛି। ତ ସୂର୍ଯ୍ୟ ଦେଖିବା ପାଇଁ କିନ୍ତୁ ରାତି ହେଇଛି, ରାତି କହୁଛି ଏବେ ସୂର୍ଯ୍ୟ ଦେଖିବ। ଆଉ କଣ ସବୁ କହୁଛି ଲାଇଟ ଫାଇଟ ବ୍ୟବସ୍ଥା କର, ଆଉ ରାତି ହଉ ମଧ୍ୟ ଏବେ ସୂର୍ଯ୍ୟ ଦେଖିବି। ହେଲେ କଣ ରାତିରେ ଦେଖିପାର ଲାଇଟ ଫାଇଟ ବ୍ୟବସ୍ଥା କଲେ? ତ କହିଲେ ତମେ ଅପେକ୍ଷା କର, ସକାଳ ହେଲେ ସୂର୍ଯ୍ୟ ଆସିଲେ ସୂର୍ଯ୍ୟଙ୍କର କିରଣରେ ସୂର୍ଯ୍ୟଙ୍କୁ ଦେଖ। ତ ସେଇଭଳି ଆମର ଭୌତିକ ଇନ୍ଦ୍ରିୟ ମାଧ୍ୟମରେ ଭୌତିକ ପ୍ରୟାସ ଦ୍ଵାରା ଆମେ ଭଗବାନଙ୍କୁ ଉପଲବ୍ଧି କରିପାରିବା ନାହିଁ। କିନ୍ତୁ ଯଦି ଭଗବାନଙ୍କର କୃପା ହେଲା, ତ ଭଗବାନଙ୍କର କୃପା ଦ୍ଵାରା ଆମେ ଭଗବାନଙ୍କୁ ଅନୁଭବ କରିପାରିବା, ଦେଖିପାରିବା, କଥା କହିପାରିବା, ଶୁଣିପାରିବା, ସବୁ କିଛି ସେବା ବି କରିପାରିବା। ତ ସେଇ କଥା ଏଠି କୁହାଯାଇଛି। ତ ଭୌତିକ ତାହେଲେ ଏଇ ଆଖି ଦ୍ଵାରା ଆମେ ଦେଖିବା, କିନ୍ତୁ ବର୍ତ୍ତମାନ ଆମର ଭୌତିକ ଦୃଷ୍ଟି ଅଛି। କିନ୍ତୁ ସେଇଟାକୁ ଦିବ୍ୟ ଦୃଷ୍ଟି ହବ, ପ୍ରେମାଞ୍ଜନ ଚୁରିତ ଭକ୍ତି ବିଲୋଚନ ସନ୍ଥ ସदैବ ହୃଦୟେଷୁ ବିଲୋକୟନ୍। ତ ଯେତେବେଳେ ପ୍ରେମ ରୂପକ ଅଞ୍ଜନ ସନ୍ଥ ମାନଙ୍କର ହୃଦୟରୁ ଯୋଉ ଦୃଷ୍ଟି ଅଛି, ସେଇ ଦୃଷ୍ଟି ଆମ ପାଖକୁ ଆସିବ, ତାହେଲେ ଆମେ ଭଗବାନଙ୍କୁ ସର୍ବତ୍ର ଦେଖିପାରିବୁ। ଯୋଉଟା କି ଉଦାହରଣରେ ଦିଆହେଇଛି ଏଇ ପ୍ରହ୍ଲାଦ ମହାରାଜ। ତ ପ୍ରହ୍ଲାଦ ମହାରାଜ ସବୁଠି ଭଗବାନଙ୍କୁ ଦେଖୁଥିଲେ, କିନ୍ତୁ ହିରଣ୍ୟକଶିପୁଅ ସେ କହିଲା କୋଉଠି ଅଛନ୍ତି ତୋର ଭଗବାନ? ନା ସର୍ବତ୍ର, ନା ତୋର ଏଇ ଖମ୍ବରେ ଅଛନ୍ତି, ନା ଖମ୍ବାରେ ବି ଅଛନ୍ତି।
तो से खमरु भगवान बाहर तो प्रहलादଙ୍କର बाणी वास्तव में भगवान सर्वत्र अच्छा तो या द्वारा गोटे सिद्धांत मध्य स्थापन होउची भगवान गोटे भौतिक को आध्यात्मिक परिणत करें माने गोटे खम्बटा हूँ कौन भौतिक वस्तु किंतु सेटा को भी से चिन्मय करें आमे भावुचे अरे पत्थरटा तो भौतिक पत्थरटा केमती भगवान हम किंतु से पत्थर मूर्ति से भगवान ठार अभिन्न से जड़टा को चिन्मय करें सेटा से भगवान रूप में बाहरी पारे ना से कथा ये भगवान सिद्ध कर तो भगवान असंख्य शक्ति रही असंख्य शक्ति किसी दिखाई उदाहरण भगवान अंतरंगा शक्ति बहिरंगा शक्ति और तटस्थ शक्ति अंतरंग शक्ति माध्यम चिन्मय जगत कार्य करे भगवान कर जो शुद्ध भक्त माने और भगवान कर धाम ये अंतरंग शक्ति माध्यम कार्य करे जमी पुलिस भी डिपार्टमेंट आम देखा बाहर जो लोक जनसाधारण को जेल रे थिबा लोक तो जेल रे जो अच्छा बहिरंगा शक्ति कार्य करे खटा को पड़े विभिन्न प्रकार दंड ऐसु किंतु बाहर लोक पुलिस सुरक्षा दब किंतु जेल रे थिबा से लोक को पुलिस दंड दब ना नहीं से भाई भगवान अंतरंगा शक्ति और बहिरंगा शक्ति आ तटस्थ शक्ति कौन प्रत्येक लक्ष लक्ष उपशिर मान वायु आलोक वृष्टि प्रकृति शक्ति मान को शासन कर क्षमता जो प्रभावशाली देवता मान को दिया से अद्वय पुरुषंकर तटस्थ शक्ति श्रेणीमुक्त कर मनुष्य समेत समस्त जीव जगत तटस्थ शक्तिर उत्पन्न अर्थात से माने तटस्थ शक्ति वास्तव में सेमती किछि देखा बेले नहीं तटस्थ शक्ति एथि कहा जाए कारण से बेले बेले भौतिक शक्ति नियंत्रण आसी जाए आ बेले बेले आध्यात्मिक शक्ति नियंत्रण जमी आम आपण समुद्र तटरे ठिया समुद्र कूल तो समुद्र बेलाभूमि तटरे तटरे माने बेले बेले पानी लहड़ा भितर रोचंदी बेले बेले सुखिला किंतु सब समय कौन पानी रे नहले सुखिला सेमते मझी बेले किछि नै ना नहीं तो तटस्थ बेले बेले आमर चेतना भगवत चेतना रोच तो सेटा है आम अंतरंगा शक्ति बेले बेले आमर भौतिक चेतना रोच तो सेते कौन है आम माया चेतना तो जिते भौतिक गुणर अधीन रहिले से तटस्थ किंतु गोटे जीव जदि प्रयास करिवो से भगवत चेतना को जाए तो से कथा से मनुष्य समेत इभन इंद्र भली देव माने मध्य रजगुण प्रभाव आसी विभिन्न प्रकार कार्य कर देखु तो देवता ठाकुर मनुष्य पर्यंत समस्त ही तटस्थ से परम पुरुषंकर विभिन्न शक्ति तांकर विभिन्न सामर्थ्य द्वारा सबुठारे प्रकाशित तो ये कहला भगवान सर्वत्र तो किभली ना तांकर शक्ति माध्यम से सर्वत्र शक्ति माध्यम जमी सरकार जदिव दिल्ली में बस कि सरकार तार शक्ति माध्यम आजिकल कौन कैमेरा लगेदेला रास्ता आपड़ जदि किसी रास्तार नियम भांगिले आपण को डायरेक्ट मोबाइल के बिल पलि आसे अरे किए देखी ना केमती ना कैमेरा लगी जाए कैमेरा डायरेक्ट आपणकर गाड़ी नंबर आपणकर फोटो नहीं गला गाड़ी चलेला को मोबाइल रे कथा होते फोटो सहित आपण को मोबाइल के पलि आस बिल माने देखु तो जदि भगवान दिल्ली रे थाई तार आखि चारिआडे ताले भगवान कहीं ना भगवान सर्वत्र विद्यमान तांकर शक्ति माध्यम तो विभिन्न सामर्थ्य द्वारा सबुठारे प्रकाशित हों जदिओ तांकर शक्ति और तांक मध्य कौन से पार्थक्य नहीं भगवान कर शक्ति आउ भगवान को भीतर किसी पार्थक्य शक्ति शक्तिमत अभेद भगवत गीता रे भगवान कही कहीं जानी पारंती नहीं नमे विदु सुरगणा प्रभवन्य महर्षय हम आदिर्हि देवानम महर्षि नाम तो जने विद्वान हो पारे जने देवता हो पारे ये भाव कि भगवान को जाना जने भगवान भक्त हवा दर तो भक्ति माध्यम ही भगवान को जानी पारे भक्ति माध्यम कौन
ना भक्तिटा हला भगवानकर कृपा। सूर्य किरण रे ही आमे सूर्य को देखि पारे। आमे कौन सी प्रकार टॉर्च लाइट व्यवस्था हेलोजन व्यवस्था कर सूर्य को देखि पारे। से बळे भगवानकर कृपा माध्यम रे ही भगवान को जान पारे। सेटा हला भक्ति। भगवान शक्तिर क्षुद्र क्षुद्र अंश विशेष जो स्वयं भगवान समस्त लक्षण बहन करती, तथापि से सब सीमित परिसर मध्य कार्य करती, तेणु से सब सीमित अटन। क्षुद्र अंश विशेष केवे हेले पूर्ण सहित समान हो पारिबो नाही। तो ये भगवान आ जीवों मध्य सामंजस्य और अंतर कहुई। तो जीव हूँ भगवान अंश, ममे वांश जीवलोक जीवभूत सनातन। किंतु अंश हेले मध्य भगवानकर गुण सब ता पाखरे रही, किंतु परिमाण अनुसार नाही, अणु मात्र रे। जमिति गोटे निया और नियार चिंगारी, गोटे नियार चिंगारी मध्य निया, किंतु सही निया किछि करि परिबो नाही। गोटे ग्लास पानी आ गोटे समुद्र पानी, समुद्रर पानी आ गोटे ग्लास पानी समुद्र, तो से ग्लास पानी रे मध्य सब समुद्र पानी रो गुण रही, किंतु समुद्र पानी द्वारा जहाँ कार्य संभव हेबो ए ग्लास पानी द्वारा ताहा हे परिबो नाही। से भली जीव जदि भगवानकर अंश अणु रूप से, किंतु विभु हेले भगवान, से परिमाण रे असमान। जदिओ गुण रे समान, किंतु परिमाण रे असमान। पूर्ण भगवान प्रत्येक अंश किसी निर्दिष्ट शक्ति प्राप्त होइछि कार्य करिया। सही अंश जदि निजर निर्दिष्ट कार्य करने को भूली जाए, तेबे ताको माया कहे। ये बहुत सुंदर प्रभुपाद उपाख्यान देइछिन। तो माया कौन? जदि अंशटा पूर्णर कार्य न करे ताहले से माया। तो अंश जमिति आमर हाथटा शरीर गोटे अंश, हाथर कार्य है शरीर सेवा करवा। जदि से हाथ शरीर सेवा न करी अलग हो जाए, ताहले ताको आउ वास्तव में से माया रे अछि बोली कहे। जीव जदि भगवान कर सेवा छाड़ी इंद्र तृप्ति ताहले से माया रे अछि बोली कहे। सेतिपाई श्री ईशोपनिषद आमको आरंभ सतर्क कर देछि, भगवान आमको जो उपाधि भूषित करिसेंति सेही अभिनय करने को हमें सावधान रहा। उपाधि कौन ना पदवी। वास्तव में भक्तिर गोटे संज्ञा हूँ सर्व उपाधि विनिर्मुक्त तत्परत्वेन निर्मलम ऋषिकेन ऋषिकेश सेवनम भक्ति उच्यते। ये नारद पंचरात्र अच्छी सर्व उपाधि विनिर्मुक्त। आपण कहे मु जने टीचर कि मु जने स्त्री कि मु जने मालिक, जहाँ किसी ये सब उपाधि। आपणकर गोटी मात्र उपाधि आम समस्त कौन ना जीवर स्वरूप है कृष्णर नित्य दास। आमे हेले भगवान सेवक। तो किए गुरु हो सेवा करिवो, किए स्त्री हो सेवा करिवो, किए पुरुष हो सेवा करिवो, किए मनुष्य हो किए टीचर हो, जी जो पोजिशन रे थाउ समस्तंकर गोटे हला आमे समस्त भगवान सेवक माने। तो से सर्व उपाधि विनिर्मुक्त, सब उपाधि छाड़ी केवल गोटे उपाधि हला गोपी भारतर पद कमल दास दास अनुदास। से अनुदास हाँ हाँ दास आज्ञा त्रिवेदी चतुर्वेदी छाड़ी सबू काटिकी महाराज कौन लगती ना दास। मुकुंद प्रिया माताजी दास, दासी देवी दासी ना नहीं दासी व दास से अर्थ लगे। तो सेटा हला महत्वपूर्ण। प्रभुपाद जड़े शिष्य थे भवानंद प्रभु, भवानंद दास। तो भवानंद से तार ना अर्थ जानी पारे। थे पचारे प्रभुपाद भवानंद अर्थ आउ थे प्रभुपाद कहते से जानवा दरकार नहीं दास। तापर शेष कहले सी भाविले भवानंद माने भौतिक संसार जी आनंद निये भव आनंद भवानंद। हाँ किंतु प्रभुपाद कहले सी भौतिक संसार हो आध्यात्मिक संसार आनंद नवा लोक जड़े भगवान तार होच तमे दास। सेटा बहुत महत्वपूर्ण। तो नाम कौन हो दास और दासी महत्वपूर्ण। सेटा हला वास्तव में आमर उपाधि। समस्त शक्ति भगवान ठारू मिली थाए, तेणु प्रत्येक निर्दिष्ट शक्ति भगवान इच्छा अनुଯାयी कार्य विनियोग हेबा आवश्यक, अन्य दिगरे नहीं। तेणु जेहेतु समस्त शक्तिर मालिक भगवान, तेणु समस्त शक्ति भगवान सेवारे विनियोग हवा दरकार। प्रभुपाद राति 2टारू उठिकी ट्रांसलेशन करते।
तो से देखिले गोटे बेसमेंट रे कोठी गोटे पानी जाउछि माने आवाज आछि कि गोटे नळ खुला अछि तो से डाकी कहले अरे देखो कोठी गोटे पानी खुला अछि पानीटा जाउछि एपरिकी प्रभुपाद रास्ता रे जाउଥିବା ସମୟରେ ଦେଖିଲେ ଗୋଟେ ନଳ ମାନେ ଏଇ ଯୋଉ ପବ୍ଲିକ ଟ୍ୟାପ ଗୋଟେ ଖୋଲା ଅଛି ପ୍ରଭୁପାଦ ଯାଇକି ବନ୍ଦ କରିଦେବାକୁ କହିଲେ ବନ୍ଦ କରିଦେଲେ ନିଜେ କାହିଁକି ନା ସେ କହିଲେ ଏଇ ଯୋଉ ଶକ୍ତିଟା ଭଗବାନଙ୍କର ସେଟା ଅପଚୟ ହେଇଯାଉଛି ଏଇଠି ମିସ୍ ୟୁଜ ହେଇଯାଉଛି ହଁ ପାଣିଟା ଗୋଟେ ଭଗବାନଙ୍କର ଶକ୍ତି ତ ସେଇଟା ବିନିଯୋଗ ହବା ଦରକାର ଠିକ ଭାବେ ତ ଏଇଟା ବି ଆମକୁ ଧ୍ୟାନ ରଖିବା ଦରକାର ସେଥିପାଇଁ ଲାଇନ ଫ୍ୟାନ ଯାହା କିଛି ଆମେ ଦେଖୁଛେ ଆମେ ଅଛି ଖାଦ୍ୟ ମାନେ ଗୋଟେ ଦାନା ବି ପଡିଗଲେ ଆମେ ତାକୁ ଗୋଟେଇକି ଗ୍ରହଣ କରିଦଉଛୁ ହଁ ସେଇଟାକୁ କାରଣ ଅନନେସେସରୀ ସେଟାକୁ ଅପଚୟ ଆମେ କରିପାରିବାନି କୌଣସି ଗୋଟେ ମୂଲ୍ୟର ଆମେ ଅପଚୟ କରିପାରିବାନି ଭଗବାନ ହଉଛନ୍ତି ତାର ମାଲିକ ସେଇଟା ଆମେ ସବୁବେଳେ ଧ୍ୟାନ ରଖିବା ଦରକାର ସବୁ ଶକ୍ତିର ମାଲିକ ହଉଛନ୍ତି କିଏ ଭଗବାନ ତାଙ୍କର ବିନା ଭଗବାନଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟରେ ବିନିଯୋଗ ହେବା ଆବଶ୍ୟକ ଭଗବାନଙ୍କର ଇଚ୍ଛା ଅନୁଯାୟୀ ସବୁ ଶକ୍ତି ତ ଏଇ ଶକ୍ତି ବିଷୟରେ ଗୋଟେ ଇଣ୍ଟରେଷ୍ଟିଂ କଥା ମନେ ପଡିଲା କହିବା କି ଭଗବାନଙ୍କର ଗୋଟେ ଲୀଳାରେ ବିଭିନ୍ନ ପ୍ରକାର ଶକ୍ତି ବିଷୟରେ ବର୍ଣ୍ଣନା କରାହେଇଛି ଯେତେବେଳେ ମା ଯଶୋଦା ଭଗବାନଙ୍କୁ ବାନ୍ଧିବା ପାଇଁ ଯାଉଛନ୍ତି ହେଲେ ବାନ୍ଧିବା ପାଇଁ ଭଗବାନ ହଉଛନ୍ତି ପୂର୍ଣ୍ଣ ପୁରୁଷୋତ୍ତମ ଆଉ ସର୍ବବ୍ୟାପୀ ଜଣେ ଭଗବାନ ସର୍ବବ୍ୟାପୀ ଯିଏ ତାକୁ କେମିତି ବାନ୍ଧି ପାରିବେ ତ ଭଗବାନଙ୍କର ସର୍ବବ୍ୟାପକ ଶକ୍ତି କାର୍ଯ୍ୟ କରୁଛି ବାନ୍ଧି ପାରିବନି ତମେ ତାପରେ ଭଗବାନ ହଉଛନ୍ତି କଣ ସବୁଠାରୁ ପ୍ରସିଦ୍ଧ ଫେମସ ଆଉ ଯଦି ଜଣଙ୍କୁ ବାନ୍ଧା ହେଇଗଲା ତାହେଲେ ତାଙ୍କର ମାନ ହାନି ହେଇଯିବ ତ ସେ ଶକ୍ତି କାର୍ଯ୍ୟ କରୁଛି ଆରେ ଭଗବାନଙ୍କୁ ଯଶବାନ ସବୁଠୁ ଯଶସ୍ୱୀ ତାଙ୍କର ଯଶଟା କେମିତି କରୁଛି ସେ ଶକ୍ତି ଆଉ ଛାଡୁନି ତ ଏଇଭଳି ଭଗବାନ ହଉଛନ୍ତି ସର୍ବଶକ୍ତିମାନ ତ ଏମିତି ବହୁ 16ଟା ଶକ୍ତି ସେଠି କାର୍ଯ୍ୟ କରୁଛନ୍ତି ମା ଯଶୋଦା ଆଉ ବାନ୍ଧି ପାରୁନାହାନ୍ତି ଜଣେ ଆଚାର୍ଯ୍ୟ ଏଥିରେ ଲେଖୁଛନ୍ତି ତାପରେ ଦେଖିଲେ କଣ ମା ଯଶୋଦା କିନ୍ତୁ ଜିଦ୍ କରିଛନ୍ତି ପ୍ରୟାସ କରିଛନ୍ତି ଯେମିତି ହେଲେ ଆଜି ତାଙ୍କୁ ବାନ୍ଧିକି ରଖେଇ ତ ବହୁତ ତାଙ୍କ ଦେହରୁ ଝାଳ ବାହାରି ଯାଉଛି ବହୁତ କିନ୍ତୁ ଦୃଷ୍ଟା ପରିଶ୍ରମம் ଦୃଷ୍ଟା ପରିଶ୍ରମம் ଗୋପ୍ୟା କୃପୟା ଆସିତି ସ୍ୱବନ୍ଧନେ ସୋମାତୃ ଗାତା ଏ ଭାଗବତରେ ବର୍ଣ୍ଣନା ଆସୁଛି ଯେତେବେଳେ ମାଙ୍କର ଦେହରୁ ବହୁତ ଝାଳ ବାହାରି ଯାଉଛି ପରିଶ୍ରମରେ ସେ ଥକି ଯାଉଛନ୍ତି ଦୃଷ୍ଟ ପରିଶ୍ରମം ଗୋପ୍ୟା ଆଉ ଭଗବାନ କୃଷ୍ଣ ଯେତେବେଳେ ଦେଖୁଛନ୍ତି ମା ଏତେ ପରିଶ୍ରମ କଲାଣି କୃପୟା ତ ଭଗବାନଙ୍କର ଗୋଟେ ଶକ୍ତି ଅଛି କୃପା ଶକ୍ତି ତ କୃପା ଶକ୍ତି ଆକ୍ଚୁଆଲ କୁହାଯାଉଛି କୁଇନ୍ ଅଫ ଦ ଏନର୍ଜି ସେ ହେଲେ ରାଣୀ ଯେତେବେଳେ କୃପା ଶକ୍ତି ଆସି ଯାଉଛନ୍ତି ଆଉ ସବୁ ଶକ୍ତି କଣ ହଉଛନ୍ତି ଫିକା ପଡି ଯାଉଛନ୍ତି ତ ସେତେବେଳେ କହିଲେ ଭକ୍ତ ବହୁତ ପରିଶ୍ରମ କଲାଣି ତମେ ସବୁ ସାଇଟ ହେଇଯାଅ ବର୍ତ୍ତମାନ ଆକୁ ବାନ୍ଧା ହବାକୁ ବାଧ୍ୟ ତ କୃପା ଶକ୍ତି ଯେତେବେଳେ ଆସିଗଲେ ଆଉ ସେ ଶକ୍ତି ମହାନତା ଶକ୍ତି ସେ ସବୁ ଚାଲି ଯାଉଛନ୍ତି ଆଉ ମା ଯଶୋଦା ବାନ୍ଧୁଛନ୍ତି ତ ଭଗବାନଙ୍କର ବି ବିଭିନ୍ନ ଶକ୍ତି ମାନେ କିଭଳି କାର୍ଯ୍ୟ କରୁଛନ୍ତି କୋହେସିଭଲି ଭଗବାନଙ୍କୁ ଆନନ୍ଦ ଦେବା ପାଇଁ ତ ପ୍ରଥମେ ଭଗବାନ ଧାଉଁଛନ୍ତି ବାନ୍ଧି ହଉନାହାନ୍ତି ସେଇଟା ବି ମା ଯଶୋଦାକୁ ଆନନ୍ଦ ଦଉଛି ସେ ତାଙ୍କ ପଛରେ ଗୋଡଉଛନ୍ତି ତାପରେ ଯେତେବେଳେ ସେ ଥକି ଯାଉଛନ୍ତି ତାପରେ ଏଇ ଶକ୍ତି କାର୍ଯ୍ୟ କରୁଛି ମା ଯଶୋଦା ବାନ୍ଧି ଯାଉଛି ତାପରେ ସେଇଟା ବି ତାଙ୍କୁ ଆନନ୍ଦ ଦଉଛନ୍ତି ତ ସବୁ ଶକ୍ତି ଭଗବାନ ଆଉ ଭକ୍ତଙ୍କୁ ଆନନ୍ଦ ଦେବା ପାଇଁ ସେମାନେ କାର୍ଯ୍ୟ କରନ୍ତି ତ ଏଭଳି ଭଗବାନଙ୍କର ବିଭିନ୍ନ ଶକ୍ତି ମାନେ କିଭଳି କାର୍ଯ୍ୟ କରୁଛନ୍ତି ଏ କଥା ଚୈତନ୍ୟ ଚରିତାମୃତରେ ଗୋଟେ ବର୍ଣ୍ଣନା ଆସୁଛନ୍ତି ରଘୁନାଥ ଦାସ ଗୋସ୍ୱାମୀ ହିରଣ୍ୟ ମଜୁମଦାର ଆଉ ତାଙ୍କର ବାପା ଦାଦା ସେମାନେ ଗୋଟେ ମୁସଲିମ ଅଣ୍ଡରରେ କାର୍ଯ୍ୟ କରୁଥିଲେ କିନ୍ତୁ ଏମାନେ କିଛି କଣ ଧନର ହଡପ କରିଥିଲେ ବା ଧନ ତାଙ୍କୁ ଦେଇ ନଥିଲେ କଲେକ୍ଟର ଭାବରେ ଥିଲେ ତ ସେ ବହୁତ କ୍ରୋଧିତ ହେଇକି ଏମାନଙ୍କୁ ଦଣ୍ଡ ଦେବା ପାଇଁ ଆସିଲା ତାଙ୍କର ପୋଲିସ ପଠେଇଲା କିନ୍ତୁ ଏମାନେ ଲୁଚିକି ଚାଲିଗଲେ ଆଉ ଏମାନେ ରଘୁନାଥ ଦାସକୁ ନେଇଗଲେ ଛୋଟ ସେ ଥିଲା ତ ଯେତେବେଳେ ସେ ମୁସଲିମ ନବାବ ଯେତେବେଳେ ନେଲା ତାଙ୍କୁ ସେ କ୍ରୋଧିତ ହେଲା ତାପରେ ଇଏ ତାଙ୍କୁ ପ୍ରଣାମ କରି କହିଲେ ଦେଖ ଆପଣ ବି ଆମର ବଡ ବାବା ସମାନେ ଆଉ ମୋର ବାବା ଆପଣଙ୍କର ସାନ ଭାଇ ସେମାନେ ଆଉ ଭାଇ ଭାଇ ଭିତରେ ଏମିତି ଝଗଡା ହୁଏ ଭଲ ହୁଏ ଖରାପ ହୁଏ ଏଇଟାକୁ କଣ ଆପଣ ଧରି ରଖିଲେ ହବ ସେ କିଛି ଦେଇନାହାନ୍ତି ପୁଣି ସମୟର ସୁବିଧା ହେଲେ ସେ ଦେଇଦେବେ ତ ଆଙ୍କର ଏଇ କଥା ଶୁଣି ସେ ମୁସଲିମ ସେ ପୁରା ତାର ହୃଦୟ ତରଳିଗଲା ତାର ଲୁହ ବାହାରିଗଲା ଦାଢିରୁ ଲୁହ ଖସି ମାନେ ଆଖିରୁ ଦାଢି ଦେଇ ତଳେ ପଡିଲା ସେ ତାଙ୍କୁ କୁଣ୍ଢେଇ ପକେଇଲା କି ମତେ ଇଏ ପୁଅ ମାନେ ପିତା ସମାନ ସମ୍ମାନ କଲାଣି
तो से व्यक्ति देखु सेठी गोटे शक्ति क्रोध शक्ति कार्य कर सांगे सांगे तार कृपा शक्ति कार्य से आम भितर भी रजगुण सतगुण तम गुण विभिन्न शक्तिर नियंत्रण में आम आसुचे तो किभଳି सब भगवान अंतरंगा शक्ति अधीन आम रहा सेटा आम प्रयास करवा शुद्ध सत्व तो अंतरंगा शक्ति बहिरंगा शक्ति तटस्थ शक्ति एठू किंतु भगवान समस्त शक्ति भगवान ठाରୁ मिलिथाए तेणु प्रत्येक निर्दिष्ट शक्ति भगवान इच्छा अनुଯାयी कार्य विनियोग हवा दरकार से प्रभुपाद कहती गोटे पैसा कि गोटे जल बुंदा मध्य भगवान बिना सेवा करी नष्ट न हवा दरकार तो प्रत्येक आमर गोटे मुहूर्त भी भगवान बिना सेवा करी नष्ट समयटा गोटे बड़ शक्ति ना नहीं समय शक्ति तो अर्थ शक्ति बुद्धि शक्ति धन शक्ति प्रत्येक शक्ति आम भगवान सेवारे ही विनियोग करवा दरकार आ भगवान इच्छा अनुसार ही विनियोग करवा तो ये गोटे भागवत दृष्टि भगवान भक्तर दृष्टि जदियो भगवान तांकर धाम रे अछंती तथापि से सर्वत्र विद्यमान आउ जने भौतिक प्रयास द्वारा जिते गति रे गले मध्य भगवान को पाखरे पहुंची पारिबो नहीं अर्थात भौतिक प्रयास द्वारा भगवान को प्राप्त करि पारिबो नहीं किंतु भगवान कृपा द्वारा जने भगवान को प्राप्त करि पारिबो वायु से वायु दृष्टि जोगाण उपरे निजर नियंत्रण करिछि आ भौतिक द्वारा जने भगवान को प्राप्त करि पारिबो तो एथिरे आमे भगवान दिव्य धाम रे थाई से किभଳି सर्वत्र प्रभाव विस्तार करती एथर गोटे उदाहरण भी दिखाई पुराण रु ठीक अग्नि जपरी आलोक उत्ताप केवल अग्नि पाखरे रहिले आपन को आलोक उत्ताप अनुभव हो अग्नि को स्पर्श करिया भी दरकार नहीं तो से भली तार प्रभाव अग्निर किसी प्रभाव थाए से भली भगवान तांका धाम रे रहिले मध्य सर्वत्र तांकर प्रभाव थाए अंतरंगा बहिरंगा तटस्थ शक्ति जीव भगवान को मध्य सामंजस्य अंतर विषय चर्चा करी भगवान समस्त शक्तिर मालिक किंतु जीव बा अंश भगवान बा पूर्णकर सेवा छाड़ी जदि इंद्रिय तृप्ति करिवो ताहले सी मायाबद्ध ताको माया तो ये 4 नंबर श्लोक रे ये सब विशेष आम चर्चा कल आर नोट्स भी मुझे आपन को पठाई कार जदि किछि आ विषय जिज्ञासा अछि आलो हरे हरे कृष्ण प्रभु जी हाँ भौतिक जगत किपरि भगवान को पाइबा भौतिक जगत रही आमे तो भौतिक जगत रहले माया माया हमको सब ढांकी रखुची माया अंडर आमे रहचे भगवान को माया से संसार प्रति आटाच होकर भगवान को भूली जाऊे भौतिक जगत रही किपरि भगवान को पाई परिबा आमे जदि एथुर संसार आगे भौतिक आमे जगत रे हाँ जो आप कहले ना भौतिक जगत किंतु एटा भौतिक सिना से भौतिक टाको भगवान बा चिन्मय करदेवे माने आर उदाहरण जेमेदी एटा गोटे पिलार बा पत्थरटा अछि किंतु से पत्थरटा भी भगवान हे जेंदे से खंबटा हिरण्यकशिपु में सेटा खंब थिला किंतु प्रहलाद सेटा कोन हला सब सेटा सर्वत्र विद्यमान आगे सेटा भगवान भगवान हे गला सब तो अच्छा जेतेबेले आमे से दृष्टि महाभागवत दृष्टि ताको कहते स्थावर जंगम देखे न देखे तार मूर्ति सर्वत्र है इष्ट देव स्मृति जहाँ किछि देखिले ताको भगवान देखा जाए सेटा हला महाभागवत दृष्टि जेमिति आपण प्रभुपाद उदाहरण दउछन्ती प्रभुपादंकर बंकुली बाड़ी थुआ है प्रभुपादंकर जोता थुआ है तो जने पचारिले अरे प्रभुपाद अछन्ती कि घरे अछन्ती ऑफिस रे ना अछन्ती हेले केमिति से देखिने प्रभुपाद किंतु प्रभुपादंकर जोता थुआई तांको बाड़ी थुआई माने से अछन्ती माने बुझी पारला ना तो सहीतुर सी तो आमे प्रभुपादंकर जतेबेले जोता देखुचे बाड़ी देखुचे सेतेबेले कोन आपनकर गोटे छुआ तार छोट पिला अछि तार ड्रेस देखिला कि खाद्य देखिला तार मन पड़ुची संगे संगे अरे एटा मो पुअर कि छुआ ना नहीं जदियो सेटा छुआ नुह किंतु सेटा को देखिकी सेटा मन पड़ुची ना नहीं तो से भली एवरीथिंग यू हैव टू सी इन रिलेशनशिप विथ कृष्ण जहाँ किछि आमे देखुचे सेटा भगवान कर संपर्क रे देखा पड़ो प्रभुपाद कहले गोटे फूल देखुचे गोलाप फूल
तो गोटे प्रेमिक देखुचे अरे एटा मु मोर प्रेमिक पाई नेबी लभर पाई, किंतु जने भक्त देखुचे एटा मु भगवान को पाई देबी। किंतु जने सृष्टिकर्ता देखुची अरे एई सृष्टिटा एते सुंदर, ए फूलटा एते सुंदर एते सुगंधित, तो आर सृष्टिकर्ता केते महान है नथि ना नहीं, तो सृष्टिकर्ता विषय चिंता करथि ना नहीं। ଆଜ୍ଞା गोटे पेंट आपन देखिला अति सुंदर पेंटिंग हेची, तो देखिला अरे एटा को किए पेंट करछन एते सुंदर, ता विषय चिंता कले बा तार महानता कले। तो से भली आमे सब परिस्थिति रे किभली भगवान को देखि परिबा, सेतबे भगवत गीता रे मध्ये कहाइछि रसहम अपसु कंतेय, आमे पानी पिउचे दिन को 4-5 थर, किंतु ए पानी रो स्वादटा होचंदी भगवान, सेटा आमे चिंता करिया दरकार। तो सब परिस्थिति रे किभली आमे भगवान को देखि परिबा, हाउ वी कैन सी द हैंड ऑफ लॉर्ड इन एवरी सिचुएशन। भगवान कर हस्त आमे सब परिस्थिति रे देखि पारे, सेटा हला महाभागवत दृष्टि। तेणु ये भौतिक संसारटा जने भक्त पाई भौतिक नुह कथा गोटे मुकुंद माला स्तुत्र लिखाई भागवत में भी अच्छी स्वर्ग अपवर्ग नरकस्य अपि तुल्यार्थ दर्शन नारायण परा सर्वे न कुतस्थ न विभति स्वर्ग अपवर्ग नरकस्य अपि तुल्यार्थ दर्शन। नारायण परा जो माने नारायण भक्त तांकर हृदय नारायण प्रति आसक्त, नारायण परा न कुतस्थ न विभेति तांकर कोठी की डर नहीं। स्वर्ग अपवर्ग नरकस्य अपि तुल्यार्थ दर्शन, स्वर्ग को जानतु नरक को जानतु ए भौतिक संसार रहतु, तीनटा जाक तांका पई समान। आर उदाहरण प्रभुपाद ढिंकी विषय देछि। ढिंकी स्वर्ग को गले भी कौन करे धान कोटे ढिंकी ଧାନ आउ କୁଟିବ। एबे ढिंकी ना ढिंकी स्वर्ग को गला कि मर्त्य रहिला कि नरक को गला तार किसी प्रभाव अच्छी कि ताकू किसी डर अच्छी कि से जोठी गले धान कटियो। तो आमे जोठी गले हरे कृष्ण करिया असुविधा कौन? ଆଜ୍ଞା तो सही कथा किंतु आमे रखिबा दरकार। तेणु भक्त सब भगवान सेवा और भक्त संग अभिलाष करे, स्वर्ग हो ये संसार हो भौतिक संसार हो नरक हो किसी हरे कृष्ण। ହରେ କୃଷ୍ଣ ପ୍ରଭୁଜୀ। ତେଣୁ ଆମେ ସବୁବେଳେ ଭାବେ ଯେ ସବୁ କାରଣର ମୂଳ ହଉଛନ୍ତି ଭଗବାନ, हाँ ପରମ ପୁରୁଷ ଭଗବାନ ହିଁ ସବୁ ଆଜ୍ଞା कारण कारण किंतु आमे जो खराब हरे कार्य कृष्ण करछे भगवान नुहंती है ना तार कारण होचंद हमर भौतिक इच्छा। यस प्रभु आउ के कहथिले किछ? हरे कृष्ण हाँ हरे कृष्ण दंडवत प्रणाम भगवत कौन? जन प्रणाम। ଯେଉଁ ଭଗବତ ଗୀତା ସମସ୍ତ ଉପନିଷଦର ସାର ଅଟେ ସେଥିରେ ଏହି କଥା ଗୁଡାକ ସ୍ୱତନ୍ତ୍ର ଭାବେ ଭଗବାନ ବର୍ଣ୍ଣନା କରିଛନ୍ତି। ଏଇଟା जी ଭଗବତ जी ଗୀତାର କୋଉ କୋଉ ଶ୍ଲୋକରେ ଏଇ ଜିନିଷ ଗୁଡାକ ବର୍ଣ୍ଣନା ହେଇଛି, କୋଉ ଅଧ୍ୟାୟ? जे कौन भगवत गीता हूँ सब श्लोकर सार ना कि एटा गीता महात्म्य अच्छी सर्व उपनिषद गाव ଆଜ୍ଞା दुग्धा गोपाल ये कथा भी अच्छी। आउ भागवत मेरे भी अच्छी कि जदि वैष्णवा नाम यथा शंभु निम्न गानम यथा गंगा देवानाम अच्युत तथा पुराणानम तथा इदम। पुराण भितर मु भागवत आउ उपनिषद भितर मु गीता माने इथरे गीतारे भी अच्छी आउ अलगा जो थरे महात्मा अलगा अलगा वर्णना कराई। अन्य पुराण रे भी गीता विषय वर्णना कराई कि गीताटा हूँ सब भितर श्रेष्ठ आ भागवत पुराण भितर श्रेष्ठ। पुराण नाम इदम तथा अलगा पुराण रे मन। तो तेणु गीता एमती सब उपनिषद भी किंतु गीताटा डायरेक्ट भगवान मुख निश्रित बाणी बोली धरा जाए। किंतु ईशोपनिषद भी अच्छे ये भी भगवान बाणी ना। आपणकर कौन प्रश्न थिला एई कथा ना गीता? ମୁଁ କହୁଛି ଭଗବତ ଗୀତାର କୋଉ କୋଉ ଶ୍ଲୋକରେ ତାଙ୍କର ଶକ୍ତି ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି? वो भगवान शक्ति विषय रे तो पूरा ହଁ दशम दशम अध्यायटा नहीं दशम अध्याय विभूति जोग बोली गोटे अच्छे ना। आउ सप्तम अध्याय ଆଜ୍ଞା किछिटा जमिति रसम अपसु कंते प्रभास्मि सूर्य। हाँ आ भगवान ଆଜ୍ଞା कहते कि नारद मु होचंदी ऋषि मानक भितर यज्ञ विषय जप यज्ञ मास मानक भितर मार्गशीर पहाड़ ଆଜ୍ଞା मानक ए सब जते कहते यद यद विभूति मत सतम जोठी किछि आपण महानता
ଆଶ୍ଚର୍ଯ୍ୟ ଶକ୍ତିଶାଳୀ ଯାହା ଦେଖୁଛନ୍ତି ଭଗବାନ କହୁଛନ୍ତି ସେଇଟା ମୁଁ। ବୁଝିପାରୁଛନ୍ତି ନା? ଆଜ୍ଞା ସେଇ ଆଉ ଏଇ ଯୋଉ ଏଇ ଯୋଉ ଶକ୍ତି ବିଷୟରେ କହିଲେ କି ମୁଁ 16ଟା ବିଭିନ୍ନ ପ୍ରକାର ଭଗବାନଙ୍କର ଶକ୍ତି ଏରେ ସବୁ ଆଚାର୍ୟ ମାନେ ଟୀକାରେ ବି ଲେଖିଛନ୍ତି। ଭଗବାନଙ୍କର ବହୁତ ଶକ୍ତି ଅଛି। ବ୍ରହ୍ମ ସଂହିତାରେ ବି ଟିପ୍ପଣୀରେ ଲେଖା ହେଇଛି କି କୋଉ ଶକ୍ତି କେତେବେଳେ ଭଗବାନଙ୍କର କିଭଳି କାର୍ଯ୍ୟ କରୁଛନ୍ତି। ଭଗବାନଙ୍କର ଲୀଳା ଅନୁସାରେ ତାଙ୍କର ଶକ୍ତି ମାନେ ସବୁ କାର୍ଯ୍ୟ କରେ। କିନ୍ତୁ ଅନ୍ତରଙ୍ଗ ବହିରଙ୍ଗ ଶକ୍ତି ଆମେ ଜାଣିଛେ। ଯେମିତି ଏଇ ଯୋଉ ଦେବୀ ଏସା ଗୁଣମୟୀ ମମ ମାୟା ଦୂରତାଏ, ଭଗବାନ କହୁଛନ୍ତି ଏଇ ଯୋଉ ତ୍ରିଗୁଣ ଶକ୍ତି ମାୟା ସିଏ ହଉଛନ୍ତି ମୋର ଶକ୍ତି। ବହିରଙ୍ଗା ଶକ୍ତି ଯଦି ଜଣେ ଯେମିତି ଜେଲ ଡିପାର୍ଟମେଣ୍ଟ ହଉଛି ସରକାରର, ଏ ବାହାରଟା ବି ସରକାରର। କିନ୍ତୁ ଜେଲ ଡିପାର୍ଟମେଣ୍ଟରେ ଯୋଉ କଏଦୀ ମାନେ ଅଛନ୍ତି ତାଙ୍କୁ ପୋଲିସ ବି ଦଣ୍ଡ ଦଉଛି, ଆଉ ବାହାରେ ଯୋଉ ଲୋକମାନେ ଅଛନ୍ତି ତାଙ୍କୁ ପୋଲିସ ସୁରକ୍ଷା ଦଉଛି। ସେଇଭଳି ଏଇ ଅନ୍ତରଙ୍ଗା ଶକ୍ତି ଭଗବାନଙ୍କର ଶକ୍ତି ଦିଟା ଯାକ। କିନ୍ତୁ ଏଇ ଗୁଣରେ ତ୍ରିଗୁଣ ଦ୍ଵାରା ସେ ଗୋଟେ ଶକ୍ତି। ଯୋଉମାନେ ନିୟମକୁ ନ ମାନିଲେ ଏଇ ଶକ୍ତି ଅଣ୍ଡରରେ ରହିଲେ, ଯୋଉମାନେ ଭଗବାନଙ୍କର ନିୟମକୁ ମାନିଲେ ସେମାନେ ଅନ୍ତରଙ୍ଗ ଶକ୍ତି ଅଣ୍ଡରରେ ରହିଲେ। ଆଉ ଗୋଟେ କାରେ ସପ୍ତମ ଅଧ୍ୟାୟରେ ଅଛି ଭୂମିର ଅପନଲ ବାୟୁ ଖମନ ବୁଦ୍ଧିରେ ଅବଚ ଅହଙ୍କାର ଇତିମୟ ଭିନ୍ନ ପ୍ରକୃତି ଅଷ୍ଟ ଅପରିମିତ ସ୍ତନ୍ୟ ପ୍ରକୃତି ଆଜ୍ଞା ବିଧିମ ପରେ ଜୀବଭୂତ ମହାବାହୁ ଏତେ ଧାରେ ଦେଲେ। ଜୀବଭୂତ ଜୀବ ଶକ୍ତି ହଉଛନ୍ତି ଏ ଯୋଉ ଭୌତିକ ମାୟା ଶକ୍ତି ଭୂମିର ଅପନଳ ବାୟୁ ଆଠୁ ଉଚ୍ଚତର ଶକ୍ତି। ଯଦିଓ ସେମାନେ ଉଚ୍ଚତର ଶକ୍ତି, କିନ୍ତୁ ଯେତେବେଳେ ସେମାନେ ଏଇ ଭୌତିକ ଶକ୍ତିକୁ ମୋର ସେବାରେ ବିନିଯୋଗ ନ କରି ଇନ୍ଦ୍ର ତୃପ୍ତି ପାଇଁ ପ୍ରୟାସ କରନ୍ତି, ସେତେବେଳେ ସେମାନେ ଏଇ ଶକ୍ତି ଅଣ୍ଡରେ ଆସିଯାଆନ୍ତି। ବୁଝିପାରିଲା ନା ନାଇଁ? ମଦ ଆଉ ମଣିଷ, ଆଜ୍ଞା ମଣିଷଟା ଶକ୍ତିମାନ, କିନ୍ତୁ ଯେତେବେଳେ ମଦ ସିଏ ପିଇଦିଏ ସିଏ ମଦ ଅଧୀନରେ ଆସିଯାଏ। ମାନେ ଯଦିଓ ଆହାର ଶକ୍ତି ନାହିଁ, ମଦର ଶକ୍ତି ନାହିଁ କି ତମେ ମୁହଁରେ ଆସି ପଶିଯିବ, କିନ୍ତୁ ସେ ଏମିତି ମୋହିତ କରିଦିଏ କି ସେ ବ୍ୟକ୍ତି ଇନ୍ଦ୍ର ତୃପ୍ତିର ଲାଳସାରେ ଭୌତିକ ଶକ୍ତି ଅଣ୍ଡରେ ଆସେ। ତ ସେଥିପାଇଁ ଏଇ ଭଗବାନଙ୍କର ସବୁ ଉଚ୍ଚତର ଶକ୍ତି, ତଟସ୍ଥ ଶକ୍ତି, ବିଭିନ୍ନ ପ୍ରକାର ଶକ୍ତି ବିଷୟରେ ଭଗବାନଙ୍କର ବର୍ଣ୍ଣନା ଅଛି ଅଲଗା ଅଲଗା ଶାସ୍ତ୍ରରେ, ଗୀତାରେ, ଭାଗବତ। ହରେ କୃଷ୍ଣ ପ୍ରଭୁଜୀ। ଯୋଉ ହଁ ଯୋଗମାୟା, ଯୋଗମାୟା ଦ୍ଵାରା ଯୋଉଟା ବହିରଙ୍ଗ ଶକ୍ତିଟା ନା, ଯୋଗମାୟା ଆବୃତ ହେଇଥାନ୍ତି ଯୋଉଟା ଯୋଗମାୟା, ସେଟା କୋଉ ଶକ୍ତିରେ ନାଇଁ ଯିବ? ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି ନା ବହିରଙ୍ଗା ଶକ୍ତି? ଯୋଗ ଯୋଗମାୟା ହଉଛି ଅନ୍ତରଙ୍ଗା ଶକ୍ତି, ମହାମାୟା ହଉଛି ବହିରଙ୍ଗା। ହଁ ଯୋଗମାୟା ମହାମାୟା। ଆଜ୍ଞା ଆଜ୍ଞା। ମହାମାୟା। ଯୋଗମାୟା ହେଲା ଅନ୍ତରଙ୍ଗା ଶକ୍ତି। ତ ଯୋଗମାୟା ହେଲା ବ୍ରଜବାସୀ ମାନେ, ଆଜ୍ଞା ବ୍ରଜବାସୀ ମାନେ ଯୋଗ ଦ୍ୱାରା କି ଯଶୋଦା ମା ଆଉ ବି ଭାବନ୍ତି ଇଏ ବି ଭଗବାନ ନୁହେଁ ନା ନାଇଁ? ମହାମାୟା ଯୋଉ ହେଲେ ସେ ହେଲେ ତାଙ୍କର ଏକ୍ଜାମ୍ପଲ ଗୋଟେ, ଏ ଯେମିତି ଗୁଣ ଯୋଗମାୟା ହେଲେ ବ୍ରଜବାସୀ। ଆଜ୍ଞା। ହଁ ମହାମାୟା ହେଲେ ସବୁ ବଦ୍ଧ ଜୀବ, ଯୋଉମାନେ ଭାବନ୍ତି ଆମେ ହଉଛନ୍ତି କର୍ତ୍ତା ଅହମ ଭୋଗୀ। ତ ବଦ୍ଧ ଜୀବ ଆଚ୍ଛା। ସବୁ ମହାମାୟା ଏଇ ଗୁଣ ତ୍ରିଗୁଣମୟୀ ମାୟା ତା ଓ ଅଣ୍ଡରରେ ଯୋଉ ଅଛନ୍ତି। ଯୋଉ ସତ୍ୟ ରଜ ତମ ଗୁଣରେ ଯେ ହୁଁ। ଅଛନ୍ତି ଯୋଉ ମହାମାୟା। ଏଇ 5 ଶ୍ଲୋକଟାରେ ଟିକେ ଦେଖିବା ମୁଁ ହଉଛି, 5 ଶ୍ଲୋକଟା ବି ଫଟୋ ଅଛି, କିଏ 5 ଶ୍ଲୋକଟା ପଢିବା ଆଉ ଜଣେ ମାତାଜୀ। 5 ନମ୍ବର ଶ୍ଲୋକ, ମନ୍ତ୍ର 5 ତଦେଜ। हरे ହଁ कृष्ण ନିତାଇ। प्रभु। ହଁ ପଢନ୍ତୁ, କିଏ ପଢୁଛନ୍ତି? ଜି ହରେ କୃଷ୍ଣ। हरे कृष्ण। दंडवत प्रणाम प्रभु। ଧନ୍ୟବାଦ। त- तदेजति तन्निजति तद्दूरे तद्दोन्तिके तदन्तरस्य सर्वस्य तद् सर्वस्यास्य बाह्यतः। ଅନୁବାଦ। ପରମ ପୁରୁଷ ଭଗବାନ ଭ୍ରମଣ କରନ୍ତି ଏବଂ ଭ୍ରମଣ କରନ୍ତି ନାହିଁ। ସେ ବହୁ ଦୂରରେ ଅଛନ୍ତି, କିନ୍ତୁ ସେ ଖୁବ ନିକଟରେ ମଧ୍ୟ ଅଛନ୍ତି। ସେ ପ୍ରତ୍ୟେକ ଜିନିଷର ଭିତରେ ଅଛନ୍ତି, ପୁଣି ପ୍ରତ୍ୟେକ ଜିନିଷର ବାହାରେ ସେ ଅଛନ୍ତି। ହରେ କୃଷ୍ଣ। ହରେ କୃଷ୍ଣ। ତ ଇଏ 5ରେ କି ଏ ଭୌତିକ ସଂସାରରେ ସବୁ ଦ୍ୱନ୍ଦ୍ୱ ବା ଡୁଆଲିଟି ଦେଖାଯାଏ। ଭଲ ମନ୍ଦ, ଲାଭ ହାନି, ଜୟ ପରାଜୟ। କିନ୍ତୁ ଭଗବାନଙ୍କ ପାଖରେ ଆଧ୍ୟାତ୍ମିକ ଜଗତରେ ଏସବୁ ନଥାଏ। ସେଠି ତ ଏଇ ଯୋଉ ଦ୍ୱନ୍ଦ୍ୱ ବିଚାର, ଆମେ ଭାବୁଛେ ଜଣେ ଯଦି ଘର ଭିତରେ ଅଛି ତାହେଲେ ସେ ବାହାରେ ରହିପାରିବ ନାହିଁ, କିନ୍ତୁ ଭଗବାନଙ୍କ ପାଇଁ ଦ୍ୱନ୍ଦାତ୍ମକ କିଛି ହୁଏ ନାହିଁ। ପରମ ପୁରୁଷଙ୍କର ଅଚିନ୍ତନୀୟ ଶକ୍ତି ସାହାଯ୍ୟରେ ସମ୍ପାଦିତ ହେଉଥିବା ତାଙ୍କର ଦିବ୍ୟ କାର୍ଯ୍ୟବଳୀକୁ ଏଠାରେ ଭଲ ଭାବରେ ବୁଝାଇ ଦିଆଯାଇଛି। ଭଗବାନଙ୍କର ଅଚିନ୍ତନୀୟ ଶକ୍ତିକୁ ପ୍ରମାଣ କରିବା ନିମିତ୍ତ ଦୁଇ ବିପରୀତ ଅର୍ଥବୋଧକ ଶବ୍ଦ ଏଠାରେ ଉଲ୍ଲେଖ କରାଯାଇଛି।
तो भगवान शक्ति केते अचिंत्य सेटा एठी प्रमाण कराए तद एजंती तद न एजंती भगवान भ्रमण करती भ्रमण करती नहीं तांकर हाथ पाद अच्छी हाथ पाद नहीं किए कहते जगन्नाथंकर हाथ पाद नहीं किंतु सी चारिआडे बुलुची सबू नहीं जाऊँ सबू दे दौची ताहले केमिति नहीं भ्रमण करती से बहु दूर अच्छी किंतु से खूब निकटरे मध्य अछंती दूर से गोलक वृंदावन अच्छी आ निकटरे माने आमर हृदय जीवर पाखरे रहला परमात्मा भगवान निकटरे भी अच्छा से प्रत्येक जिनिसर भितर अच्छी पुणी प्रत्येक जिनिसर बाहर भी अच्छा प्रत्येक जिनिसर भितर जमी खंबर बाहर अणु परमाणु सर्वत्र भगवान विद्यमान कुंती महाराणी मध्य प्रार्थना नमस्ते पुरुष तो आदम ईश्वर प्रकृति परम अलक्ष्य सर्वभूतानम अंतर बहिर अवस्थित तो कुंती महाराणी ये प्रार्थना करुछंती अलक्ष्य सर्वभूतानम अंतर बहिर अवस्थित जदि आपण सबुठी सर्वत्र अछंती समस्त हृदय अछंती बाहर अछंती किंतु अलक्ष्य सर्वभूतान आपण समस्त को एटा देखा जाते कहीं प्रार्थना कले कुंती महाराणी देखिले भगवान आम पाखरे ठिया होइछंती किंतु उत्तरांक गर्भ को सेतेबेले जतेबेले ब्रह्मास्त्र आसिला भगवान आम पाखरे ठिया होइकि मध्य अन्य रूप रे जाइकि से गर्भ भितर प्रवेश करके उत्तरांकर संतान को सुरक्षा प्रदान कर तो ये आम पाखरे अच्छी आउ गर्भ भितर भी अच्छा आउ जा सुरक्षा प्रदान कर अलक्ष्य सर्वभूतान किंतु समस्ते यहाँ जापारती ना से जड़े जो भगवान भक्त हुए एटा से अति सहज जाने आप गोटे छोट स्टोरी कहवा एम जापर कि भगवान जो कार्य अचिंत्य शक्ति से आम आमर भौतिक विचार करवा नारद मुनि एक आप शुणी थे भी कथार कहते नारद मुनि थे बैकुंठ को जाते तो जड़े मोची देखिले पचारे से पचारे आपण कुआडे जाउछन ना मु बैकुंठ पति पाखु जाउछि ना पचारे आमे केबे भगवत धाम जीवा आउ टिके आगु गला जड़े पूजारी से भी मंदिर जाउछि ब्राह्मण लोक सेवा करछि से पचारिला हाँ ठीक अच्छे तो नारद मुनि बैकुंठ रे भगवान को पचारे तो भगवान बैकुंठपति कहले से मोचीटा यही जन्म रे पळे आसीबो किंतु एई पूजारी को बहुत जन्म लागे तो नारद मुनि आश्चर्य होला अरे मोचीटा से काम करछि जोता काम से पळे आसी ये पूजा पाठ करछि आसपारियानी तो से कहले मु काहे एटा आर उद्देश्य कोन भगवान कहले देखो तमे तांको जाईकी कहिबो भगवान गोटे छुंची भितर गोटे हाथी भरी करथिले से पचारिबे तो आ सी तो बुझी नथिला आउरी कन्फ्यूज हो गले अरे ये कौन ये गोटे आउ गोटे प्रश्न पड़गला ठीक अच्छे प्रभु जहाँ कहले तो नारद मुनि आसिले तो से ब्राह्मण सेठू पचारे आपण भगवत धाम जाइथिले बा बैकुंठ ना हाँ ना कौन करुले प्रभु ना प्रभु गोटे छुंची भितर हाथी गलौथे है एटा आपण कुआडे बुधे अलग जगह जाइथिले भगवान पाखु जाइन मिछ कथा कहछन एटा कोन संभव आ छुंची भितर केमते हाथीटा जीव आपणकर मुंड ठीक नहीं तो आउ कौन कह आगू सी पड़े आसिले नारद मुनि तापर किंतु मोची पाखु गले तो मोची पचारे कौन प्रभु कौन करुले ना छुंची भितर हाथीटे भरुले न से कहले देख मु प्रभु केते महान कर्तुम अकर्तुम अन्यथा कर्तुम भगवान किछि असंभव नुह गोटे छुंची भितर से हाथी देखो केते महान कार्य तो नारद मुनि पचारे एटा कौन संभव तुमर एते केमती संभव माने श्रद्धा विश्वास आ जाउछि गोटे छुंची भितर हाथी पसियो से गोटे बर गछ मूले बसिकी जोता काम करथिले गोटे बर फल उठेले कहले देखुछ ए फलटा केते छोट आकु भांगीदेले सोरिष भले 1000 दाना भितर बाहरी आ से सोरिष भितर बड़ गछटा अछि ना नहीं कारण एई सोरिष मंजीटर बड़ गछटा तैयारी हिछि हेले जदि एई मंजीटा भितर एई गछटा को जने रखि पारुछि ताले छुंची भितर का हाथीटा भरी परिबनि तो भगवान को पई किछि असंभव नुह तो नारद मुनि को मध्य से मोची कन्विन्स करे कारण तांकर श्रद्धा से भगवान कहती ददामी बुद्धि जोगंत मेन माम उपयंती जड़े जदि मोर शरण रे आसीबो मु ताको बुद्धि देवी किभली सी सब कार्य कर किंतु से पूजारी जदिओ पूजा करुची तथापि भगवान अचिंत्य शक्ति उपर तार विश्वास नहीं कि एटा भी भगवान से भावुचे एटा भी असंभव किंतु जदिओ ये मोची काम करुची किंतु भगवान अचिंत्य शक्ति कि भगवान किसी संभव असंभव नुह सब किसी सी संभव करें से भगवान शक्ति उपरे
ଆମର ଶ୍ରଦ୍ଧା ରହିବା ଦରକାର କି ଭଗବାନଙ୍କ ପାଇଁ କିଛି ଅସମ୍ଭବ ନାହିଁ। ସେ ବାହାରେ ବି ଅଛନ୍ତି, ଭିତରେ ବି ଅଛନ୍ତି। ଜଣେ ବାହାରେ ବି, ଭଗବାନ ବାହାରେ ବି ଥାଇପାରିବେ, ଭିତରେ ବି ଥାଇପାରିବେ, ନିକଟରେ ବି ଥାଇପାରିବେ, ଦୂରରେ ବି ଥାଇପାରିବେ। ପ୍ରତ୍ୟେକ ଜିନିଷର ଭିତରେ ଅଛନ୍ତି, ପୁଣି ପ୍ରତ୍ୟେକ ଜିନିଷର ବାହାରେ ଅଛନ୍ତି। ସେ ତାଙ୍କର ଭ୍ରମଣ ବି କରିପାରନ୍ତି, ଭ୍ରମଣ କରି ବି ପାରନ୍ତିନି। ତ ଯଦି ଜଣେ ଚାଲିପାରେ, ତେବେ ସେ ଚାଲିପାରେ ନା କହିବା ଅସଙ୍ଗତ। ତ ଏହି ବିପରୀତ ଧର୍ମ ଆଚରଣ ଭଗବାନଙ୍କର ଅଚିନ୍ତ୍ୟ ଶକ୍ତିର ପରିଚୟ ଦିଏ। ଅଚିନ୍ତ୍ୟ, ଭଗବାନଙ୍କର ଏଇ ଅଚିନ୍ତ୍ୟ ଶକ୍ତିର ପରିଚୟ ଦିଏ। ମାୟା ମାୟାବାଦ ମାୟାବାଦ ଶ୍ରେଣୀର ଶୂନ୍ୟବାଦ ଦାର୍ଶନିକ ଗଣ ଭଗବାନଙ୍କର କାର୍ଯ୍ୟାବଳୀର ଶୂନ୍ୟଦାତା ଅଂଶକୁ କେବଳ ଗ୍ରହଣ କରନ୍ତି ଏବଂ ତାଙ୍କର ଦିବ୍ୟ ଆକାରକୁ ଖଣ୍ଡନ କରନ୍ତି, କିନ୍ତୁ ମାୟାବାଦୀ ମାନେ ଏଟାକୁ ସ୍ୱୀକାର କରନ୍ତି ନାହିଁ। ଭଗବାନ, ଯେହେତୁ ଭଗବାନଙ୍କୁ ଆମେ ଆମର ଚକ୍ଷୁ ସମ୍ମୁଖରେ ଦେଖିବାକୁ ପାଉନାହୁଁ, ସେଇ କାରଣରୁ ଭଗବାନଙ୍କର ଦିବ୍ୟ ଅସ୍ତିତ୍ଵ କିଛି ନାହିଁ। ତ କିଛି ଭାବନ୍ତି କି ଆମେ ତ ଭଗବାନଙ୍କୁ ଦେଖିପାରୁନୁ, ସେଥିପାଇଁ ଭଗବାନ ବି ନାହାନ୍ତି। କିନ୍ତୁ ଏଇଟା ଯୁକ୍ତିଯୁକ୍ତ ନୁହେଁ। ଏଭଳି କଥା ଆମେ ଅସତ୍ୟ ବୋଲି ଧରି ନେବା ଉଚିତ। ଧରି ନେବା ଉଚିତ ନୁହେଁ। ଏହି ପ୍ରକାର ଯୁକ୍ତିକୁ ଖଣ୍ଡନ କରିବା ଉଦ୍ଦେଶ୍ୟରେ ଶ୍ରୀ ଈଶ୍ୱର ପରିଷଦ ଆମକୁ ସତର୍କ ବାଣୀ ଶୁଣାଇଛି ଯେ ଭଗବାନ ଆମ ଠାରୁ ବହୁ ଦୂରରେ, ପୁଣି ଖୁବ୍ ନିକଟରେ ଅଛନ୍ତି। ଯଦି ଆପଣଙ୍କର ଶ୍ରଦ୍ଧା ନାହିଁ, ସେଥିପାଇଁ ଭଗବାନ ଆପଣଙ୍କ ଠାରୁ ବହୁତ ଦୂରରେ। ଯଦି ଆପଣଙ୍କ ଶ୍ରଦ୍ଧା ଅଛି, ତାହେଲେ ଭଗବାନ ଆପଣଙ୍କର ପାଖରେ। ଅଥଚ ଏହି ପରମ ପୁରୁଷ ଭଗବାନ ଆମ ସମ୍ମୁଖରୁ ଅଛନ୍ତି, କିନ୍ତୁ ଆମେ ତାଙ୍କୁ ଅବହେଳା ପ୍ରଦର୍ଶନ କରିଥାଉ। ନିର୍ବୋଧ ଲୋକଙ୍କର ଏହି ଅବହେଳାକୁ ଭଗବତ ଗୀତାରେ ଭଗବାନ ନିନ୍ଦା କରନ୍ତି। ଅବଜାନନ୍ତି ମା ମୂଢା ମାନୁଷୀ ତନୁ ଆଶ୍ରିତମ୍। ଯେତେବେଳେ ଭଗବାନ ଏଇ ମନୁଷ୍ୟ ଶରୀର ଗ୍ରହଣ କରନ୍ତି, ଆଉ କଣ ଡାଟା ଶେଷ ହେଇଗଲା ତ 100%। 100% ଡାଟା ଶେଷ। ହରେ କୃଷ୍ଣ, ଆବାଜ ଆସୁଛି ନା? ହରି ବୋଲ। ଏବେ ଆସିଲା ପ୍ରଭୁଜୀ, ଏବେ ଆସିଲା, ଆସୁଥିଲା ଆଗରୁ। ଟିକେ କଟି ଯାଇଥିଲା। ଆଜ୍ଞା। ମୁଁ କହୁଥିଲି କି ଅଭଜାନନ୍ତି ମା ମୂଢା ମାନୁଷୀ ତନୁ ଆଶ୍ରିତମ୍ ପରମ ଭାବ ଅଜାନତ ମମ ଭୂତ ମହି। କି ଭଗବାନ ଭଗବତ ଗୀତାରେ କହୁଛନ୍ତି, ମୂଢ ମାନେ ମତେ ଜାଣିପାରନ୍ତିନି। ମୂଢ କଣ? ମହାନ ଭକ୍ତ ମାନେ ବି ଭଗବାନ ଏମିତି ତାଙ୍କୁ ମାୟା କରିଦିଅନ୍ତି, ମୋହିତ ସେ ଜାଣିପାରନ୍ତି। ଥରେ ଭଗବାନ ରାମଚନ୍ଦ୍ର ଯେତେବେଳେ ବନବାସରେ ଥିଲେ, ତାଙ୍କର ପତ୍ନୀ ଚୋରି ହେଇଯାଇଥିଲା। ସେ କାନ୍ଦୁଛନ୍ତି, ଗଛ ପତ୍ରକୁ ପଚାରୁଛନ୍ତି। ତ ଶିବ ପାର୍ବତୀ ଯାଉଥିଲେ ଆକାଶ ମାର୍ଗରେ। ଆଉ ଭଗବାନ ଶିବ କଣ ପ୍ରଣାମ କଲେ ପ୍ରଭୁଙ୍କୁ। ତ ପାର୍ବତୀ କହିଲେ, ଆପଣ କାହାକୁ ପ୍ରଣାମ କଲେ? ନା, ଏଇ ଯୋଉ କାନ୍ଦୁଛନ୍ତି ସେ ହଉଛନ୍ତି ପ୍ରଭୁ। ନା, ତାଙ୍କ ସ୍ତ୍ରୀ ହଜି ଯାଇଛି, ସେ ଜାଣିନାହାନ୍ତି ସେ କେମିତି ଭଗବାନ, ସେ ପ୍ରଭୁ। ନା ଦେଖ, ଆମର ପ୍ରଭୁଙ୍କ ଉପରେ ଆମର କୌଣସି ସନ୍ଦେହ ନାହିଁ। ନା ନାଇଁ, ମୁଁ ପରୀକ୍ଷା କରିବାକୁ ଚାହୁଁଛି। ନା ଠିକ ଅଛି, ତମେ ପରୀକ୍ଷା କରିବାକୁ ଚାହୁଁଛ, କରିପାର। ତ ପାର୍ବତୀ ସେଠୁ କହିଲେ, ଶିବ ସେଠୁ ତାଙ୍କର ପାର୍କିଂ କରିଦେଲେ ଗାଡି ଆକାଶ ମାର୍ଗରେ। ପାର୍ବତୀ ଓହ୍ଲେଇକି ଗଲେ, ପରୀକ୍ଷା କରିବି କି ଇଏ ବାସ୍ତବରେ ଭଗବାନ କି ନାହିଁ। ତ ପାର୍ବତୀ ସେଠୁ ସୀତାଙ୍କର ରୂପ ଧରିକି ଆସିଲେ। ତ ସୀତାଙ୍କର ରୂପ ଧରିକି ଆସିଲେ ଯେତେବେଳେ, ପ୍ରଭୁ ରାମଚନ୍ଦ୍ର ଦୂରରୁ ଦେଖିଲେ, ଆଉ ପ୍ରଣାମ କଲେ କି ମାତା ପାର୍ବତୀ, ଆପଣ ଏକା କୁଆଡେ ବୁଲୁଛନ୍ତି ଜଙ୍ଗଲରେ, ଆଉ ଶିବ କୁଆଡେ ଗଲେ? ତ ସେ ଯେତେବେଳେ ଜାଣିଦେଲେ, ତ ଇଏ ଜାଣିଲେ ଯେ ସାଧାରଣ ବ୍ୟକ୍ତି ହେଇଥିଲେ ଜାଣି ପାରିନଥାନ୍ତେ। ତ ଇଏ ପ୍ରଭୁ ରାମଚନ୍ଦ୍ର, ସେ ତାଙ୍କୁ ପ୍ରଣାମ କଲେ, ଆଉ ଲଜ୍ଜିତ ହେଇ ଆଉ କିଛି କହିଲେନି, ପଳେଇ ଆସିଲେ। ଆଉ ତାଙ୍କୁ ସବୁ ଜାଗାରେ ରାମ ଲକ୍ଷ୍ମଣ ସୀତା ଦେଖାଗଲା ପାର୍ବତୀ। ତ ଭଗବାନ ଜଣେଇଲେ କି ବାସ୍ତବରେ ସେମାନେ ଏକାଠି ଅଛନ୍ତି, କିନ୍ତୁ ଇଏ ଗୋଟେ ଲୀଳା ଚାଲିଛି, ରାବଣ ନେଇନାହାନ୍ତି ସୀତା। କିନ୍ତୁ ପାର୍ବତୀ ଦୁଃଖିତ ହେଲେ, ଲଜ୍ଜିତ ହେଲେ, ଆସିଲେ। ତ ଶିବ କହିଲେ, କଣ ପରୀକ୍ଷା ସକ୍ସେସ ହେଲା? ପାର୍ବତୀ ଆଉ କିଛି କହିଲେନି, କାରଣ କହିଲେ କେମିତି ଲାଜ ହେଇଯିବ କହିବା। ଆଉ କିନ୍ତୁ ଶିବ ତ ଯୋଗୀ, ସେ ଧ୍ୟାନରେ ସବୁ ଜାଣିପାରିଲେ କି କଣ ଘଟଣା ହେଇଛି।
ତାପରେ ଶିବ ପାର୍ବତୀ ଯାଉଛନ୍ତି। ଶିବ ଭାବିଲେ ଯେହେତୁ ଇଏ ସୀତାଙ୍କର ରୂପ ନେଲେ ସେ ମୋର ମା ହେଇଗଲେ, ତାଙ୍କୁ ପତ୍ନୀ ରୂପରେ ସ୍ୱୀକାର କରିବା ଠିକ ହବ। ଆଉ ଆଜିଠୁ ସୀତାଙ୍କୁ ମାନେ ପାର୍ବତୀଙ୍କୁ ସେ ମା ରୂପରେ ଦେଖିବେ, ଆଉ ପତ୍ନୀଙ୍କର ସମ୍ମାନ ମିଳେ। ତ ସେଇ ଶପଥ ଯେତେବେଳେ ଉପରୁ ଆକାଶବାଣୀ ହେଲା, ଭୁରିଦା କି ଆପଣ ମହାନ ମହାନ। ତ ସେ ପାର୍ବତୀ କହିଲେ କଣ ହେଲେ ନା କିଛି ନାହିଁ। ତ ସେ ଜାଣିପାରିଲେ। ତ ସେଠୁ ଜଣେ ପରୀକ୍ଷା କି ଗୁରୁ, ଶିବ ହେଲେ ଗୁରୁ ତତ୍ଵ। ସିଏ କହିଲେ ତ ବିଶ୍ୱାସ କରିବା କଥା ପାର୍ବତୀ, ଜୀବ ତତ୍ଵ। ପାର୍ବତୀ ହେଲେ ଜୀବ ତତ୍ଵ କି ଇଏ ହଉଛନ୍ତି ଭଗବାନ, ବିଶ୍ୱାସ କରିକି ସେଟା କରିବା କଥା। କିନ୍ତୁ ଯଦି ସାଧୁ ଗୁରୁ ଶାସ୍ତ୍ରରେ ଆମେ ବିଶ୍ୱାସ ନ କରି ତାକୁ ପରୀକ୍ଷା କରିବା, ତାହେଲେ ଆମର ମଧ୍ୟ ସେ ଗତି ହବ, କୁଗତି ଯୋଉଟା ପାର୍ବତୀର ଗତି। ତ ସେଥିପାଇଁ ସାଧୁ ଗୁରୁ ଶାସ୍ତ୍ର ଯୋଉଟା ଆମର କୁହାଇଛି ସେଇଟାକୁ ଆମେ ବିଶ୍ୱାସ କରିବା। ଏଥିରେ କୌଣସି ପ୍ରକାର ଯୁକ୍ତି ତର୍କ ବା ପରୀକ୍ଷା କରିବା ନାହିଁ କି ଶାସ୍ତ୍ରରେ ଏଟା ଲେଖା ହେଇଛି ମାନେ ସେଇଟା ସତ୍ୟ। ତ ଆମେ ଭୌତିକ ଦୃଷ୍ଟିରୁ ବୁଝିପାରୁନେ ତା ଅର୍ଥ ନୁହେଁ ଯେ ସେଇଟା ସତ୍ୟ। ତାର ପ୍ରଭୁପାଦଙ୍କର ଗୋଟେ ଉଦାହରଣ ଦେଇକି ଅନ୍ତ କରିବା କି ଜଣେ ବାପା ତାର ପୁଅକୁ କହିଲେ, ଆରେ ଏଇ ଚିଠିଟା ଏଇଥିରେ ପକାଅ, ଲାଲ ବକ୍ସ ଦେଖାଯାଉଛି ରାସ୍ତା କଡରେ। ହଁ, ତା ଭାଇ ଆମେରିକାରେ ରହୁଛି। ତ ସେଠି ସିଏ ଛୋଟ ପିଲା ଭାବିଲା, ଆରେ ଏଇ ଚିଠିଟା ଏଇଠି ପକେଇଲେ ଆମେରିକା ପଳେଇବ। ତ କିନ୍ତୁ ବାପା କହୁଛନ୍ତି, ଆଉ ବାପା କଣ ମଜା କରିବେ ନା ମିଛ କହିବେ? ତ ବାପାଙ୍କର କଥାରେ ସେ ବିଶ୍ୱାସ କରି ସେ ଚିଠିଟା ସେ ସେଥିରେ ପକେଇଲା। 2 ମାସ ପରେ ଆଉ ଥରେ ଚିଠିର ଉତ୍ତର ଆସିଲା। ସେ ପଢିଲା, ଆରେ ଯାହା ଯାହା ଲେଖିଥିଲୁ ତାର ସବୁ ଉତ୍ତର ଆସିଲା। ତାମାନେ ଚିଠିଟା ଆମେରିକା ପହଞ୍ଚିଲା। କିନ୍ତୁ କେମିତି ପହଞ୍ଚିଲା ସେ ପିଲା ଜାଣିନି, ଛୋଟ ପିଲା। କିନ୍ତୁ ବାପା କହିଲେ ଏଥିରେ ପକେଇଲେ ଯିବ, ସେଇ ବିଶ୍ୱାସରେ ସେ ସେଥିରେ ପକେଇଲା। ତାପରେ ସେ ଯେତେବେଳେ ବଡ ହେଲା ଜାଣିଲା ପୋଷ୍ଟାଲ ଡିପାର୍ଟମେଣ୍ଟ ଅଛି, ହେଡ ପୋଷ୍ଟ ଅଫିସ ଯାଉଛି, ପୁଣି ଏୟାର ମେଲ ଯାଉଛି, ଏମିତି ହେଇକି ଆସୁଛି। ତ ସେଥିପାଇଁ ହୁଏତ ଆମେ ଜାଣିପାରିବାନି ଏଇଟା କିଭଳି କାର୍ଯ୍ୟ କରୁଛି। କିନ୍ତୁ ଯେତେବେଳେ ଜଣେ ସାଧୁ ଗୁରୁ ଶାସ୍ତ୍ର ଯେତେବେଳେ କହୁଛନ୍ତି, ସେଇଟାକୁ ଆମେ କଣ ସ୍ୱୀକାର କରିବା। ଆଉ ସ୍ୱୀକାର କଲେ ତାପରେ ଆମେ ଧୀରେ ଧୀରେ ଜାଣିପାରିବା କି କିଭଳି ବାସ୍ତବରେ ପୋଷ୍ଟ ହଉଛି। ତ ଏଇଟା ହଉଛି ବାସ୍ତବରେ କଣ ନା ଶ୍ରଦ୍ଧା। ତ ସେଥିପାଇଁ ଏ ହଉଛି ମହାଭାଗବତର ଦୃଷ୍ଟି କି କୌଣସି ଶାସ୍ତ୍ରରେ ଯାହା ଲେଖା ହେଇଛି ସେ କେବେ ସେଥିରେ ସଂଶୟ କରେନି, ସେଟାକୁ ସ୍ୱୀକାର କରେ। ଆଉ ସ୍ୱୀକାର କରିବା ଦ୍ଵାରା ଭଗବାନ ତାକୁ ବୁଦ୍ଧି ଦିଅନ୍ତି, ସେଟା କିଭଳି ସମ୍ଭବ ହୁଏ ସେଟା ସେ ଜାଣିପାରେ। ତ ଏ ଦିଟା ବହୁତ ଇମ୍ପୋର୍ଟାଣ୍ଟ ଶ୍ଲୋକ ଆମେ ଚର୍ଚ୍ଚା କଲେ ଆଜି, 4 ଆଉ 5। କାଲିଠୁ ଆମେ 6ରେ କରିବା। କାହାର ଯଦି କିଛି ଜିଜ୍ଞାସା ଅଛି ତାହେଲେ ପଚାରିପାରିବେ। ଏ ଛୋଟ ଛୋଟ ପରପଟ ଅଛି ପ୍ରଭୁପାଦ। ଭଗବାନଙ୍କର ଅଚିନ୍ତ୍ୟ ଶକ୍ତି କିପରି କାର୍ଯ୍ୟ କରେ ତା ବିଷୟରେ ଆମେ ଚର୍ଚ୍ଚା କଲେ। ସେ ଭୌତିକ ଶକ୍ତିକୁ ଦିବ୍ୟ ଶକ୍ତିରେ ପରିଣତ କରିପାରନ୍ତି। ତ ପ୍ରହ୍ଲାଦ ମହାରାଜଙ୍କ ସାମ୍ନାରେ ସେ କିଭଳି ଖମ୍ବରୁ ବାହାରିଲେ, ମା ଯେମିତି କହିଲେ ଆମେ ଏଇ ଭୌତିକ ସଂସାର, ତ ଭୌତିକ ବସ୍ତୁକୁ ସେ ଦିବ୍ୟ ବି ପରିଣତ କରିପାରନ୍ତି। ଅଭଜାନନ୍ତି ମା ମୂଢ ମାନୁଷୀ ତନୁମାଶ୍ରିତ। ତ ଏଇ କଥା କିନ୍ତୁ ସାଧାରଣ ଲୋକମାନେ ଯୋଉମାନେ ମୂଢ ବ୍ୟକ୍ତି ଭଗବାନଙ୍କୁ ବି ମନୁଷ୍ୟ ବୋଲି ଭାବନ୍ତି, ମୂର୍ତ୍ତିକୁ ବି ପଥର ବୋଲି ସେମାନେ ଭାବନ୍ତି। କିନ୍ତୁ ସେ ପ୍ରତିମା ନୁହେଁ, ତୁମି ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ। ଯୋଉଥିପାଇଁ କି ସାକ୍ଷୀ ଗୋପାଳ କଥା ଆପଣ ଶୁଣିଛନ୍ତି କି ଭଗବାନ ଚାଲିକି ଆସିଥିଲେ ବୃନ୍ଦାବନରୁ। ସଗୁଣ ନିର୍ଗୁଣ ଉପାସକ ବିଷୟରେ ବି କୁହାଯାଇଛି। ଭଗବାନ ଦିଟା ଯାକ, ସଗୁଣ ଆଉ ନିର୍ଗୁଣ। ନିର୍ଗୁଣ ଅର୍ଥାତ ଭଗବାନଙ୍କ ପାଖରେ କୌଣସି ଭୌତିକ ଗୁଣ ନାହିଁ। ସଗୁଣ ଅର୍ଥାତ ସବୁ ଆଧ୍ୟାତ୍ମିକ ଗୁଣ ଦ୍ଵାରା ସେ ଗୁଣିତ। ଏମିତି ନୁହଁ କି ଭଗବାନଙ୍କ ପାଖରେ ଭୌତିକ ଗୁଣ ଅଛି, ସେ ଅର୍ଥରେ ଏଠି ହରେ କୃଷ୍ଣ। କାହାର ଯଦି କିଛି ଜିଜ୍ଞାସା ଥିବ ନହେଲେ ଆମେ ଅନ୍ତ କରିବା, ପୁଣି ଶୁକ୍ରବାର କ୍ଲାସ। ତ ଆପଣ ମାନେ ଧ୍ୟାନ ପୂର୍ବକ ସବୁ ଶୁଣୁଥିବାରୁ ବହୁତ ଧନ୍ୟବାଦ। ମୋର ଯଦି କିଛି ଭୁଲ ଥିବ କ୍ଷମା କରିବେ। ଆମର ପ୍ରୟାସ କରୁଛୁ କିଛି ଭଗବାନଙ୍କର ଇଏ କରିବା। ହରେ କୃଷ୍ଣ ପ୍ରଭୁଜୀ। ଆମର ହରେ କୃଷ୍ଣ ପ୍ରଭୁଜୀ, ଶୁକ୍ରବାର ଦିନ ଆମର ଏକ୍ଜାମ ହବ ବୋଲି କହୁଥିଲେ ପ୍ରଭୁଜୀ 25 ତାରିଖରେ। କେଜାଣି ମୁଁ ତ ଜାଣିନି, ମତେ ତ କହିଥିଲେ 3 ଦିନ ଆପଣ ସୋମବାର ଆଉ ବୁଧବାର ଆଉ ଶୁକ୍ରବାର ନା, ଏଇ 3 ଦିନ ନା କ୍ଲାସ। ହରେ ହରେ କୃଷ୍ଣ କୃଷ୍ଣ ମାତାଜୀ। ଶନିବାର ଦିନ ହବ କହିଛନ୍ତି ମାତାଜୀ। ଶନିବାର ପରୀକ୍ଷା ଟା ଶନିବାର ହବ ବୋଲି କହି। ଶନିବାର ପରୀକ୍ଷା ହଁ 26 ହଁ, ତାରିଖ ଠିକ ଶନିବାର ଅଛି 26 ତାରିଖରେ 26 କହିଛନ୍ତି। ତାରିଖ। ଆଚ୍ଛା ହଁ ଠିକ ଅଛି। ଶନିବାର ଆଜ୍ଞା। କରିବେ ବୋଲେ ଶନିବାର
क्लास करिया प्रभु जी जहाँ कहबे जब शनिवार कहबे किंतु आमे शुक्रवार को रेडी शनिवार था क्लास। हरे कृष्ण। ठीक है। यार केतना सावित्री श्लोक माता जी दंडवत प्रणाम माता जी। हरे कृष्ण हरे माताजी कृष्ण दंडवत प्रणाम। माता जी ଆମର ଶନିବାର ହବନି ଏକ୍ସାମ? हाँ शनिवार बोली कहले ताले शुक्रवार क्लास ଆଜ୍ଞା शुक्रवार। कहना हाँ मॉर्निंग शिफ्ट रे संडे ଶୁକ୍ରବାର କ୍ଲାସ ହବ। ठीक अछि तो आज हरे पाए कृष्ण हम प्रभु। हाँ तू कहते किसी एथिरो केतरा श्लोक କରିବାକୁ प्रथम दिटा कर देथि तार अनुवाद बस पठेइबार अछि ना आउ ए श्लोकटा करथियो प्रभु जी कहबे हमर को को श्लोक की कोन ए करयो तो पढ़ेबी केते कोन श्लोक सारे पढ़ेबा प्रश्न आरि प्रभु जणेबा आपनी हां। आज्ञा। ହରେ କୃଷ୍ଣ ମାତା କି ଆମର ଅଛି ଯୋଉ ପ୍ରଥମରେ ଜଣେ ସିଲାବସ ଟା ଦିଆ ହେଇନି କି ସେଇଥିରେ ଅଛି କେତେଟା ଏଇ ଯେ ଈଶୋପନିଷଦରେ କେତେଟା ହବ ବୋଲି ସବୁ ଲେଖା ହେଇଛି ସେଇଥିରେ। तो आमे वर्तमान एतिकरे आज पई बंद करबा पुनी शुक्रवार मिसिया समस्त को बहुत बहुत धन्यवाद। शील प्रभुपाद की जय अनंत कोटि जय वैष्णव की जय। हरे कृष्णा कृष्ण कृष्ण। हरे कृष्ण प्रभु दंडवत प्रणाम। दंड प्रणाम। हरे कृष्ण जी दंडवत प्रणाम।